सो हेलो एवरीवन। आशा करछि समस्ते भले थिबो। आज आमे देखिबा ओडिशा पीओ मैथमेटिक्स हला प्रैक्टिस सेट लेक्चर नंबर 4। तो आमे तो ऑलरेडी तीनटा लेक्चर देखि सारछे, आज देखिबा लेक्चर नंबर 4 हला। ताल देखिबा प्रथम क्वेश्चन आज कोन रहिछि लेक्चर आज रो लेक्चर रे। The ratio for two number in the ratio for two number is 3:5 and their sum is केते 160 find the larger number टा केते larger number टा कोटा 5 मनकर रेशियो ऑफ टू नंबर केते 3:5 এটা কোন ସ୍ମଲ୍ ଏଟା ଲାର୍ଜ ସେମାନଙ୍କର ସମ୍ କେତେ 160 ମନେକର ଏଟା 3x ଏଟା 5x ଏମାନଙ୍କର ସମ୍ କେତେ 80 ଏଇ ୟୁନିଟ ର ଭ୍ୟାଲୁ କେତେ 8 ୟୁନିଟ ର ଭ୍ୟାଲୁ କେତେ 160 ତାହେଲେ 1 ର ଭ୍ୟାଲୁ କେତେ 20 ଲାର୍ଜର ସଂଖ୍ୟା କୋଉଟା 5 ତାହେଲେ 5 ୟୁନିଟ ର ଭ୍ୟାଲୁ କେତେ ହବ 20 ଇନଟୁ 5 ଇଜ ଇକ୍ୱାଲ କେତେ ହବ ଅପସନ ସି। ନେକ୍ସଟ क्वेश्चन देखिए if 20% of a number is equal to 80% sorry equal to 80 then what is the number 20% of a number is equal to 80 ହେଲା ମନେକର ନମ୍ବରଟା ନିଅ x ତା 20% ବାହାର କର 20% is equal to କେତେ 80 ତାହେଲେ x ର ଭ୍ୟାଲୁ କେତେ 20 50 100 ହେଲା 400 ଅପସନ ସି। नेक्स्ट क्वेश्चन देखिए नेक्स्ट क्वेश्चन दिया ए मैन बाइज ए रेडियो 800 एंड सेल इट फॉर 1000 फाइंड इट प्रॉफिट परसेंटेज ताला कॉस्ट प्राइस केते 800 टका एले कॉस्ट प्राइस केते 800 टका ହେଲା सेलिंग प्राइस केते ना 1000 टका ତାହେଲେ ପ୍ରଫିଟ କେତେ ହେଲା 1000 ମାଇନସ 800 ମାନେ କେତେ 200 ହେଲା ତାହେଲେ ପ୍ରଫିଟ ପରସେଣ୍ଟେଜ କେତେ ଇଜିକାଲ ଟୁ 200 ବାଇ ପ୍ରଫିଟ ପରସେଣ୍ଟେଜ ଆମେ ସବୁବେଳେ କାହା ଉପରେ ହିସାବ କରିବା ନା କଷ୍ଟ ପ୍ରାଇସ ଉପରେ ଯେତେ ଟଙ୍କାରେ କିଣିଥିବି ବାଇ 100 2 ଚଉକୁ 4 ଗାଡ଼ିଲେ କେତେ 25% ଅପସନ କୋଉଟା बी। नेक्स्ट क्वेश्चन देखिए फाइंड द एवरेज ऑफ फर्स्ट 5 मल्टीपल ऑफ 4 4 ର କଣ 4 ର ପ୍ରଥମ 5ଟି ଗୁଣିତକର ହାରାହାରି 4 ର ପ୍ରଥମ 5ଟି 4 ର ପ୍ରଥମ 5 ମାନଙ୍କର ପ୍ରଥମ ସଂଖ୍ୟା କଣ 4 ର ଗୁଣିତକ 4 ତାପରେ କୋଉଟା ଆସିବ ହେଲା ସରି 4 ଟା 4 ର ପ୍ରଥମ ମଲ୍ଟିପଲ କୋଉଟା 4 ଗୋଟେ ତାପରେ 8 ଗୋଟେ ତାରେ କଣ ଆସିବ ଆର ଗୋଟେ ତାପରେ 13 ଆସିବ କି 4 ବା 4 ଚଉକୁ 16 ହେଲା 4 ପଞ୍ଚା 20 ଯୋଉଟା ହେଲା 1 2 3 4 5 ତାହେଲେ ଆଭରେଜ ଇଜ ଇକ୍ୱାଲ ଟୁ କେତେ ହବ ସମ ଅଫ ନମ୍ବର ସମ କେତେ ହବ 4 8 12 20 ଏମିତି ଲେଖ 4 ମିଶାଣ 8 ମିଶାଣ 12 ମିଶାଣ 16 ମିଶାଣ 20 ବାଇ ନମ୍ବର କେତେ 5ଟା 1 2 3 4 5 ନମ୍ବର 5 ଏ ମିଶ ଦେଖ 12 8 20 ହେଲା 12 8 20 ଏଠି 16 4 20 20 20 60 60 ବାଇ 5 କେତେ ହବ ଆନ୍ସର 12 ऑप्शन कोड नेक्स्ट क्वेश्चन देखिए क्वेश्चन नंबर 5 A can do a work in 10 days and B can do the same work in 15 days in how many days can they complete the work together हाँ A केते A केते दिन काम करछु 10 दिन रे B केते ना 15 दिन रे आको दिनकर एलसीएम केते 30 10 3 30 15 दुगुणे केते 30 ହେଲା total time of A plus B total time of A plus B इजिकल टू केते हबो ना 30 बाई 3 2 5 इजिकल टू केते 6 डेज हैला एटा कोन टोटल डेज एफिशिएंसी टोटल वर्क आ गोटे कोन कहथिनी ना A into B बाई A plus B total time of A plus B इजिकल टू हैला total time of A plus B इजिकल टू A into B बाई A plus B A into B केते 10 into 15 बाई 10 मिशाण 15 केते 25 ହେଲା 5 दुगुणे 5 50 5 3 କେତେ ହେଲା 6
नेक्स्ट क्वेश्चन देखिए, a train 200 मीटर long passes a telegraph post in 10 seconds, find the speed of the train in kilometer per hour। ହେଲା, ଗୋଟେ ଟ୍ରେନ 200 ମିଟର ଲଙ୍ଗ, ଏଟା ହଉଛି ଗୋଟେ ଟ୍ରେନ। ହେଲା, ଏଟା ଗୋଟେ ଟ୍ରେନ, ତାର ଲେନ୍ଥ କେତେ ନା 200 ମିଟର। କୋଶ୍ଚିନ୍ ଦେଇଛି। ହେଲା, ସ୍ପିଡ କେତେ ଆମେ ଜାଣିନେ, ମନେକର x ମିଟର per ସେକେଣ୍ଡ ନେଇଯିବା, ଏଠି ଯଦି ମିଟର ଅଛି ଆମେ ମିଟର per ସେକେଣ୍ଡ ନେଇଯିବା, ମିଟର ଅଛି ମିଟର per ସେକେଣ୍ଡ ନେଇଯିବା। କଣ ପାସେ ସେ ଟେଲିଗ୍ରାଫ, ଟେଲିଗ୍ରାଫ ମାନେ କଣ, ଏଇଠି ଗୋଟେ ଏମିତି ଗୋଟେ ଟେଲିଗ୍ରାଫ ପୋଷ୍ଟ ହେଇଛି, ଏଇ ଟାଇପ ର ଗୋଟେ ବୋର୍ଡ ଲାଗିଛି। କେତେ ନା ଟାଇମ କେତେ, ଟି ସେକେଣ୍ଡ 10 ସେକେଣ୍ଡରେ ଏଇ ପୋଷ୍ଟ ଟାକୁ ପାର କରୁଛି। ହେଲା, 10 ସେକେଣ୍ଡରେ ଏ ପୋଷ୍ଟ ଟାକୁ ପାର କରୁଛି। ତାହେଲେ କଣ ଦେଇଛି, ସ୍ପିଡ, ସ୍ପିଡ ଇଜ ଇକ୍ୱାଲ ଟୁ କେତେ ନା ଡିଷ୍ଟାନ୍ସ upon ଟାଇମ। ଏଥିରେ ଡିଷ୍ଟାନ୍ସ କେତେ 200 ମିଟର, ଦେଖ ଏଠି 200 ମିଟର ବାଇ ଟାଇମ କେତେ 10, ସିଧା ଲେଖ 10, କେତେ ବାହାରିଲା 20 ମିଟର per ସେକେଣ୍ଡ। ଏଟାକୁ କିଲୋମିଟର per ଭାଗ କରିବା, ମାନେ ବଡ କଣ ଛୋଟରୁ ବଡକୁ ଯିବା, ମାନେ 20 ଇଣ୍ଟୁ ଛୋଟରୁ ବଡକୁ ଯିବା ମାନେ ବଡ ସଂଖ୍ୟାକୁ ଯିବା, 18/5। ଅପସନ ବି, ଫାଇଣ୍ଡ ଦ ଭାଲ୍ୟୁ ଅଫ କଣ 20 ପ୍ଲସ 20 ଇନଫିନିଟି ହେଇକି ଯାଇଛି। ମୁଁ ଏଟା କହିଥିଲି 20 ଟାକୁ ଏମିତି ଗୋଟେ ସଂଖ୍ୟା ହବ ଯାହାର ଡିଫରେନ୍ସ, ମାନେ ଯେଟା ଦିଟା ସଂଖ୍ୟା ଗୁଣିଲେ, ମାନେ 20 ଟାକୁ ଗୋଟେ ଏମିତି ସଂଖ୍ୟା ହବ ଯେମିତି ଟା ସଂଖ୍ୟା ଗୁଣିଲେ 20 ଆସୁଥିବ ଆଉ ତାର ଡିଫରେନ୍ସ 1 ହଉଥିବ, ଯେମିତି କଣ 4 ଇଣ୍ଟୁ 5। ହେଲା, ତାର ଡିଫରେନ୍ସ 1, 4 5 20। ଆନ୍ସର କଣ ହବ ଏବେ, ବଡ ସଂଖ୍ୟା ମାନେ ପ୍ଲସ ଅଛି, ଦେଖ ସବୁ ଏଇଠି ପ୍ଲସ ଅଛି, ଏଇଠି ପ୍ଲସ ଅଛି, ଏଇଠି ପ୍ଲସ ଅଛି, ପ୍ଲସ ଅଛି ମାନେ କଣ ବଡ ସଂଖ୍ୟା ହବ 5। ଆନ୍ସର କୋଉଟା, B। ଫାଇଣ୍ଡ ଦ ସିମ୍ପଲ ଇଣ୍ଟରେଷ୍ଟ କଣ 5,000 ଆନୁଆଲ ରେଟ୍ ହବ 4% ଫର 4 ଇୟର୍ସ। 5,000 ଟଙ୍କାରେ 6 ବର୍ଷ ବାର୍ଷିକ। ହେଲା, 6 ବର୍ଷ 6% ବାର୍ଷିକ ସରଳ ସୁଧ ହାରରେ 4 ବର୍ଷର ସୁଧ କେତେ ହେବ। 5,000 ଟଙ୍କା ସିମ୍ପଲ ଇଣ୍ଟରେଷ୍ଟ ଟଙ୍କା 5,000, ତୁମର ପ୍ରିନ୍ସିପାଲ କେତେ 5,000, ରେଟ୍ କେତେ, ରେଟ୍ 6%, ଟାଇମ କେତେ 4 ଇୟର୍ସ, ସୁଧ କେତେ, ସୁଧ ବାହାର କର, ଏସ୍ ଆଇ ଇଜିକାଲ ଟୁ କେତେ ପି ଟି ଆର ଅପନ 100। ପି କେତେ ନା 5,000 ଇଣ୍ଟୁ ଟି କେତେ 4, ଆର କେତେ 6, କେତେ ହେଲା 120। ଆଉ ଗୋଟେ ଶୂନ, ଆଉ ଗୋଟେ ଶୂନ। ନେକ୍ସଟ କ୍ୱେଶ୍ଚନ, ଦ ଏରିଆ ଅଫ ଏ ସ୍କୋୟାର ଇଜ କେତେ 169 ସେଣ୍ଟିମିଟର ସ୍କୋୟାର, ଫାଇଣ୍ଡ ଇଟ୍ସ ପରିମିତ। ଏରିଆ ଅଫ ସ୍କୋୟାର, ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଫର୍ମୁଲା କଣ, ଏ ସ୍କୋୟାର। ତାହଲେ ଏ ସ୍କୋୟାର ଭ୍ୟାଲୁ କେତେ, ଏ ଇଜିକାଲ ଟୁ 13 ପରିମିଟର, ପରିମିଟର ଅଫ ସ୍କୋୟାର। ହଁ ନା ଏ ମିଶାଣ ଏ ଇଜିକାଲ କେତେ 4, 4 ଇଜିକାଲ 4 ଇଣ୍ଟୁ 13, 14 କେତେ 52। ଅପସନ ସି। ନେକ୍ସଟ କ୍ୱେଶ୍ଚନ, ଇଭାଲୁଏଟ ମାନ ବାହାର କର, କାହାର ନା ଏତିକର, ଏତିକର ମାନ ବାହାର କରିବା। ତାକୁ କେମିତି ବାହାର କରିବା, 0.5 କଣ ଦେଇଛି କ୍ୱେଶ୍ଚନ ପ୍ରଥମ, 0.5 ଇଣ୍ଟୁ 0.05, 0.05 ଇଣ୍ଟୁ 0.2। ଲେଖିପାରିବି 0.5 କୁ 5/10 ଗୁଣ, ଦଶମିକ ପ୍ରକାର ଦିଟା ସଂଖ୍ୟା, ଦଶମିକ ପରେ ଦିଟା ସଂଖ୍ୟା ଅଛି ମାନେ 5/2/10। ହେଲା, ସେଠି ଦେଖ 2×5 = 10, ହେଲା 2×5 = 10, 5 କୁ 5 କାଟିଦିଅ, କଟିଗଲା। ଆଉ ରହିଲା କେତେ 5, କେତେ ରହିଲା 5/1 2 3, କେତେ ଲେଖିବା ଏଇଟା, ଏଇଠି ତଳେ 5 ଲେଖିଦବା, ମାନେ 5 ଦିଟା ଶୂନକୁ ଦିଟା ଶୂନ, 0.005, 0.005। ଫାଇଣ୍ଡ ଦ ଏଲସିଏମ ଅଫ 12, 18, 30। 12, 18, 30 ର ଏଲସିଏମ କେତେ, 12, 18, 30। ହେଲା, ଏଲସିଏମ ତମେ ଜାଣିଛ କେତେ କେତେ ଗୁଡେ ଟ୍ରିକ ତମେ ବାହାର କରିପାରିବ। ଆମକୁ ଆଜି ତମକୁ ବତଉଛି ସବୁଠୁ ଭଲ ଟ୍ରିକ ଏଲସିଏମ କେମିତି ବାହାର କରିବା। ଏଲସିଏମ ବାହାର କରିବା ସବୁଠୁ ଭଲ ଟ୍ରିକ କେମିତି ବାହାର କରିବା। ଆଗ 12 କୁ ଆଣ, ମାନେ ଏମିତି ସଂଖ୍ୟା ଦିଟା ମଲ୍ଟିପ୍ଲାଏ କର ଯେମିତି 12 ହଉଥିବ, ମାନେ କଣ 4 ଇଣ୍ଟୁ 3 12 ହେଇଗଲା। ତାପରେ 18 ପାଳି, 18 ପାଳି, ତାପରେ 18 କୁ ଆମେ କଣ ଗୁଣିଆ
ଯଦି ତିନି ଅଛି ଯଦି 6 ଗୁଣିଦେବା 18 ହେଇଯିବ। ଦେଖ ନା ନାଇଁ, ଏ ଯୋଉ 4ଟାକୁ ଆମେ ଭାଙ୍ଗି ପାରିବା ଏମିତି, ମାନେ ଦେଖ 12କୁ ଆମେ ଲେଖିପାରିବା 2 ହେଲା, 2 ଇଣ୍ଟୁ 2 ଇଣ୍ଟୁ 4 4 ହେଲେ 16 ହେଇଯାଉଛି 3, 2 ଇଣ୍ଟୁ 2 ଇଣ୍ଟୁ 3, 2 ଦୁଗୁଣେ 4 ତିରିକି 12। ତାପରେ କଣ ଦରକାର 18, 12 ସରିଗଲା ଏବେ 18, 18କୁ କେମିତି ଜାଣିବା, ଦେଖ ଏଠି 3 ଅଛି ହେଲା, ଏଇଠି ବି 2 ଅଛି, 2 ତିରିକି 6 ହେଇଗଲା ହେଲା। ଆଉ ଦରକାର କଣ, ଆରେ 18କୁ ଆମେ କଣ କରିବା, 2 ତିରିକି 6 ଆଉ ଗୋଟେ 3ଟେ ଗୁଣି ଦେଲେ ଏଟା 18 ହେଇଯିବ, 18 ହେଇଗଲା ହେଲା। ତାପରେ 30 ଦରକାର, 18 ହେଇଗଲା ଏବେ ଦେଖ 3 ତିରିକି 9 ଦୁଗୁଣେ 18, 18 ବି ହେଇଗଲା। ଏବେ 30 ଦରକାର, 30କୁ ଆଣ, 30କୁ କେମିତି ଆଣିବା, 3 ଦୁଗୁଣେ 6, 3 ଦୁଗୁଣେ 6 ହେଲା, ଇଣ୍ଟୁ 5ଟେ ଗୁଣି ଦେଲେ 30 ହେଇଗଲା ହେଲା। 3 ଦୁଗୁଣେ 6 ଯଦି ଆମେ 5ଟେ ଗୁଣିବା କଣ ହେଇଯିବ 30 ହେଇଗଲା। ତାହେଲେ 2 ଦୁଗୁଣେ 4 4 ତିରିକି କେତେ, 2 ଦୁଗୁଣେ 4 ତିରିକି 12 ତିରିକି 36, 36 ମଜା କେତେ 180, ऑप्शन बी। नेक्स्ट क्वेश्चन देखिए, by selling a share of 720 a shopkeeper ensure a loss of 10% and the cost price of the share। 720 ଟଙ୍କାରେ ବିକିବା ଦ୍ୱାରା ଗୋଟେ ସାର୍ଟକୁ 720ରେ ଏକ ସାର୍ଟ ବିକ୍ରି କରି ଜଣେ ଦୋକାନୀ 10% କ୍ଷତି ସହ, ତାହେଲେ 720 କଣ ସେଲିଂ ପ୍ରାଇସ୍, 10% କ୍ଷତି ସହ ତାହେଲେ 720 କାହାର ଭାଲ୍ୟୁ ହବ, 9ର ଭାଲ୍ୟୁ, ସାର୍ଟର କ୍ରୟ ମୂଲ୍ୟ କେତେ 800 ଟଙ୍କା ହେଲା। ତିନି ବାର କରିବା, ଦେଖ ସେଲିଂ ପ୍ରାଇସ୍ କେତେ ହେଇଛି 720, ଲସ୍ କେତେ ହେଇଛି, ଲସ୍ 10%, ତାହେଲେ 720 କାହାର ଭାଲ୍ୟୁ ହବ, ଯେତିକି ଲସ୍ ହେଇଛି 10% ଲସ୍ ହେଇଛି ମାନେ କାହାର ଭାଲ୍ୟୁ ହବ 90ର ଭାଲ୍ୟୁ। ଆମକୁ ଦରକାର ସିପି, ତାହେଲେ ସିପି ଇଜିକାଲ ଟୁ 720 ହଉଛି 90ର ଭାଲ୍ୟୁ, ମାନେ ଲସ୍ ହେଇଛି ଯୋଉ ସେତିକିର ଭାଲ୍ୟୁ, ଆମକୁ ଦରକାର ସିପି ମାନେ 100% ର। ସବୁ ତ ପାଟିରେ ପାଟିରେ ହିସାବ ହେଇଯିବ ହେଲା। ନେକ୍ସଟ क्वेश्चन, if xy is equal to 3:4 ହେଲା, 3:4, x and y ର ରେସିଓ କେତେ 3:4, y and z ରେସିଓ କେତେ 8:9, ତାହେଲେ x z କେତେ ହବ, ଦେଖ x y କେତେ, x y 3:4, ଏଠି ଲେଖ x, ଏଠି ଲେଖ y, ଏଠି ଲେଖ z, x and y ଭିତରେ ରେସିଓ କେତେ 3:4, ଏଠି ଲେଖ 3, ଇଏ ହେଲେ 4, x 3 ହେଲେ ଇଏ 4, y z ଭିତରେ ରେସିଓ କେତେ, ଇଏ 8 ହେଲେ ଇଏ ଆମର କେତେ 9, ଏଠି 4 କୁ 4 କାଟିଦିଅ, ଏଠି 8 କୁ 8 କରିଦିଅ, କଣ ଦେଇଛି ତାପରେ ଦେନ୍ ଫାଇଣ୍ଡ ଦ x z, x z 8 3 କେତେ 24, 4 9 କେତେ 36, এটা x ର ଭାଲ୍ୟୁ, এটা କାହାର ଭାଲ୍ୟୁ z ର ଭାଲ୍ୟୁ ହେଲା, ମାନେ 12 ଦୁଗୁଣେ 24, 12 ତିରିକି 36, ରେସିଓ କେତେ ହେଲା x ଆଉ z ଭିତରେ 2:3, ଅପସନ B। The average of a 6 number is 120, 6ଟା ନମ୍ବର average ହବ 120, if one of number is excluded, ଯଦି ଆମେ ଗୋଟେ ନମ୍ବର ଏକ୍ସକ୍ଲୁଡେଡ୍ କରିଦବା ତାହେଲେ ଦ ନ୍ୟୁ ଆଭରେଜ ବିକମ୍ 15, ଫାଇଣ୍ଡ ଦ ଏକ୍ସକ୍ଲୁଡେଡ୍ ନମ୍ବର, ତାହେଲେ ଆମେ ଯୋଉ ବାହାର କରିଥିଲେ ସଂଖ୍ୟାଟା କେତେ, ଦେଖ ଭଲ ଦେଖ 6ଟି ସଂଖ୍ୟାର ହାରାହାରି 20, ହାରାହାରି ମାନେ ଆଭରେଜ, ଯଦି ଗୋଟିଏ ସଂଖ୍ୟା ବାଦ ଦିଆଯାଏ, ଯଦି ଗୋଟିଏ ସଂଖ୍ୟାକୁ ଆମେ ବାହାର କରିଦବା ତାହେଲେ ନୂଆ ହାରାହାରି ହେଇଯିବ 15, ତାହେଲେ ଆମେ ଯୋଉ ସଂଖ୍ୟାଟାକୁ ବାହାର କରିଥିଲେ ତାହେଲେ ସେଇ ସଂଖ୍ୟାଟି କେତେ, ଆଭରେଜର ଫର୍ମୁଲା କଣ, ସମ ଅପନ ନମ୍ବର, ଯଦି ଯୋଉମାନେ ତା କ୍ଲାସ କରିବ ସେମାନେ ତ ମନେ ରହିଯିବନି, ସମ ଅପନ ନମ୍ବର ଆଭରେଜର ଫର୍ମୁଲା ମୁଁ କେତେଥର କହିସାରିଲିଣି ହେଲା। ତାହେଲେ ଆଭରେଜ କେତେ 20, ତାହେଲେ ଆଭରେଜ ଜାଗାରେ ମୁଁ ପକେଇବି 20 ଇଜିକାଲ ଟୁ ସମ, ଆମେ ଜାଣିଲେ ଲେଖ ସମ, ନମ୍ବର କଣ ଟୋଟାଲ ନମ୍ବର କେତେ 6ଟା, ତାହେଲେ ସମ କେତେ ହେଇଗଲା 120, ଏଇଟା ହଉଛି କେସ୍ 1। କେସ୍ 2 ରେ କଣ ହେଇଛି, ଦେଖ ଗୋଟେ ନମ୍ବରକୁ ଆମେ ବାହାର କରିଦବା, ଗୋଟେ ନମ୍ବରକୁ ଯଦି ଆମେ ବାହାର କରିଦବା, 6ଟା ନମ୍ବର ଥିଲା ଗୋଟେ ନମ୍ବର ବାହାର କରିଦେଲେ, ତାହେଲେ n କେତେଟା ହେଇଗଲା 5, ଗୋଟେ ନମ୍ବର ଥିଲା ଆମେ ଗୋଟେ ନମ୍ବରକୁ ବାହାର କରିଦେଲେ, ସରି 6ଟା ନମ୍ବର ଥିଲା ଗୋଟେ ନମ୍ବରକୁ ବାହାର କରିଦେଲେ, ଏକ୍ସକ୍ଲୁଡେଡ୍ କଲେ ମାନେ ଗୋଟେ ନମ୍ବରକୁ ବାହାର କରିଦେଲେ, ତାହେଲେ କେତେ ସଂଖ୍ୟା ତାହେଲେ କେତେଟା ହେଇଗଲା 5ଟା, 5ଟା ସଂଖ୍ୟା ଯୋଗୁ ଆଭରେଜ କେତେ ହେଇଗଲା 75, ଏଠି ଦେଇଛି 75, ତାହେଲେ ସମ କେତେ ହବ, ଆଭରେଜ ଇନଟୁ ନମ୍ବର, ତାହେଲେ 15 ପଞ୍ଚା 75 ପଞ୍ଚା କେତେ 5 ପଞ୍ଚା 25, ସରି ଏଟା 75 ନୁହେଁ ଏଟା 15, ଡାଇରେକ୍ଟ ଲେଖିଦେଲି 75, ଆଭରେଜ କେତେ ହେଇଯାଉଛି 15, 15 ଏଠି, ତାହେଲେ ସମ କେତେ ହବ ଆଭରେଜ ଇନଟୁ ନମ୍ବର, ମାନେ ଆଭରେଜ ଇଜିକାଲ ଟୁ କେତେ ସମ ଇନଟୁ ନମ୍ବର, ତାହେଲେ ସମ କେତେ ହବ ଆଭରେଜ ଇନଟୁ ନମ୍ବର, ଆଭରେଜ କେତେ 15 ଇନଟୁ ନମ୍ବର କେତେ 75 ହେଲା। ତାହେଲେ ଆମେ କୋଉ ନମ୍ବରଟା ଏକ୍ସକ୍ଲୁଡେଡ ଦେଲେ, ତାହେଲେ ଏକ୍ସକ୍ଲୁଡେଡ ନମ୍ବର ଇଜିକାଲ ଟୁ
ଇଜିକାଲ ଟୁ 120 ମାଇନସ୍ 75। 10 ରୁ 5 ଗଲେ କେତେ? 5। ନେକ୍ସଟ କ୍ୱେଶ୍ଚନ, ଏକ୍ସପ୍ରେସ୍ 0.05 ଆଜ ପରସେଣ୍ଟେଜ କୁ ଆମେ ପରସେଣ୍ଟେଜରେ କନଭର୍ଟ କରିବା। ତ 0.05 ଆମେ ଏଟାକୁ କେମିତି ଲେଖିପାରିବା? 0.05 ଏଟାକୁ ଆମେ ଲେଖିପାରିବା 5 ବାଇ 10 ପରେ ଦିଟା ସଂଖ୍ୟା ଅଛି ମାନେ 100 ଇଣ୍ଟୁ ପରସେଣ୍ଟରେ କନଭର୍ଟ କରିବା ମାନେ କଣ? 100 ଗୁଣିବା ଗୁଣ ସଂଖ୍ୟା ଯଦି ପରସେଣ୍ଟରେ କନଭର୍ଟ କରିବା ତାକୁ ମାନେ 100 ଟେ ଗୁଣିବା। ଅପସନ ବି। ହାଉ ମେନି ପ୍ରାଇମ୍ ନମ୍ବର୍ସ ଆର୍ ଦେୟାର ବିଟୱିନ୍ 20 and 40? 20 ରୁ 40 ମଧ୍ୟରେ ହେଲା, 20 ରୁ 40 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି? କେତୋଟି ମୌଳିକ ସଂଖ୍ୟା ଅଛି? କେମିତି ବାହାର କରିବା? ମୌଳିକ ସଂଖ୍ୟା ବାହାର କରିବା ଗୋଟେ ଟ୍ରିକ୍ ତମକୁ ବତଉଛି। ଦେଖ ମନେ ରଖ, ମୌଳିକ ସଂଖ୍ୟା କେମିତି ବାହାର କରିବା ଟ୍ରିକ୍ ହେଲା, ମନେ ରଖିଦବ। କୋଉ ଭିତରେ ବାହାର କରିବା? 20 ରୁ 40 ଭିତରେ। 20 ରୁ 40 ଭିତରେ ହେଲା, 20 ରୁ 40 ଭିତରେ ମୌଳିକ ସଂଖ୍ୟା ବାହାର କରିବା। କେତେଟା ମୌଳିକ ସଂଖ୍ୟା ଅଛି? ମୁଁ ଲେଖିଦଉଛି ଏଠି ପ୍ରାଇମ୍ ନମ୍ବର। କେତେଟା ମୌଳିକ ସଂଖ୍ୟା ଅଛି ଆମେ ବାହାର କରିବା? ଦେଖ, 20 ଠୁ ଉପରେ ଗୋଟେ ସଂଖ୍ୟା ଯୋଉଟା 6 ଦ୍ଵାରା ଡିଭାଇଡ୍ ହଉଥିବ। 20 ଠୁ ଉପରେ ଗୋଟେ ସଂଖ୍ୟା ମାନେ 6 କ ପଣିକରେ 20 ଠୁ ଉପରେ ଆସୁଥିବ, ମାନେ 6 ତିରିକି 18, 20 ଠୁ ତଳେ ହେଇଯାଉଛି। ମାନେ ନାଇଁ, 20 ଠୁ ତଳେ ହେଇଯାଉଛି କିନ୍ତୁ ଆମକୁ ଦରକାର 20 ଠୁ ଉପରେ। ତାହେଲେ 6 ଚଉକୁ 24, ଏଠି ଲେଖ 24। 6ର ପଣିକିଆ ସିଧା କଥା, 6ର ପଣିକିଆ। 6ର ପଣିକିଆ ଯୋଉଟା 20 ଠୁ ଉପରେ ଆସୁଥିବ। 6 ଚଉକୁ 24, ତାପରେ କେତେ? 6 ପଞ୍ଚା 30, ଏଇ ଲେଖ 30। ତାପରେ 6 ଷୋଳ 36, ଏଇ ଲେଖ 36। ତାପରେ 6 ସତା 42, 42 ହେଇଯାଉଛି କିନ୍ତୁ 40 ଟୁ ତ ଉପରେ ହେଇଯାଉଛି, ଆମକୁ ଦରକାର 40 ଟୁ କମ। ଆରେ 6 ସତା 42 କିନ୍ତୁ 42 ଟା 40 ଟୁ ଉପରେ ହେଇଯାଉଛି, ଆମକୁ ଦରକାର 40 ଟୁ କମ, ତାମାନେ ଏଇଟା ହବନି। 42 ହବନି। ତାମାନେ କେତେଟା ସଂଖ୍ୟା? 24, 30, 36। ଏବେ କଣ କରିବା? ଦେଖ, ଏତିକ ପ୍ରାଇମ୍ ନମ୍ବର ନୁହଁ। ପ୍ରାଇମ୍ ନମ୍ବର ମାନେ କଣ? ପ୍ରାଇମ୍ ନମ୍ବର ମାନେ ଯୋଉଟା ସଂଖ୍ୟା କୋଉ କାହା ଦ୍ଵାରା ବିଭାଜ୍ୟ ହଉନଥିବ। ଗୋଟେ ସଂଖ୍ୟା ଯୋଉଟା କୋଉ ଦ୍ଵାରା ବିଭାଜ୍ୟ ହଉନଥିବ, କାହା ଦ୍ଵାରା ବିଭାଜ୍ୟ ହଉନଥିବ, ତାକୁ କହନ୍ତି ପ୍ରାଇମ୍ ନମ୍ବର। ଏବେ କଣ କରିବା? 24 ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? 23। 24 ର ପରବର୍ତ୍ତୀ ସଂଖ୍ୟା କେତେ? 25। 30 ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? 29। 30 ର ପରବର୍ତ୍ତୀ ସଂଖ୍ୟା କେତେ? ନା, କେତେ ହବ? 31। 36 ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? 35 ହେଲା। ଆଉ 36 ର ପରବର୍ତ୍ତୀ ସଂଖ୍ୟା କେତେ? 37 ହେଲା। ତାହେଲେ ପ୍ରାଇମ୍ ନମ୍ବର କଣ ହବ ଦେଖ ଏବେ? 23 ଟା ହେଇପାରିବ ପ୍ରାଇମ୍ ନମ୍ବର। ଭାବ 23 ଟାକୁ କୋଉ ସଂଖ୍ୟାରେ କାଟି ହଉଛି କି? ମାନେ ଏମିତି ଗୋଟେ ସଂଖ୍ୟା ହବ ଯୋଉଟା 23 ଟା କଟି ଦଉଥିବ। 2 ରେ କଟୁଛି କି 3 ରେ କଟୁଛି କି 4 ରେ କଟୁଛି, 23 ଟା କୋଉ ସଂଖ୍ୟାରେ କଟୁନି, ତାମାନେ ଗୋଟେ ପ୍ରାଇମ୍ ନମ୍ବର 23 ବାହାରିଲା। ଆଉ ଗୋଟେ 24, 24 ଭାବ, 24 ତ ହବନି, ଏଟା 6 ଦ୍ଵାରା, ଏତିକ ସଂଖ୍ୟା 6 ଦ୍ଵାରା କଟି ଯାଉଛି, ଏତିକ କେତେବେଳେ ହବନି, କାଟିଦିଅ। 25 ଟା କଟି ଯାଉଛି 5 ଦ୍ଵାରା, ଏଇଟା ହବନି। ତାପରେ 29 ଦେଖ, 29 ହଉଛି 29 ଟା କୋଉ ସଂଖ୍ୟା ଦ୍ଵାରା ବିଭାଜ୍ୟ ହଉନି, ତାହେଲେ 29 ହବ। 31 ଟା ସେମିତି ହବ, 31 ଟା ବି ହବ। 35 ଟା ବିଭାଜ୍ୟ ହେଇଯାଉଛି 5 ଦ୍ଵାରା, 7 ଦ୍ଵାରା, 35 ଟା ହବନି। 37 ଟା ହବ, 37 ଟା କୋଉ ସଂଖ୍ୟା ଦ୍ଵାରା ବିଭାଜ୍ୟ ହଉନି, 37 ଟା ହବ। ତାହେଲେ କେତେଟା ସଂଖ୍ୟା ବାହାରିଲା? 1, 2, 3, 4 ଅପସନ ହେଲା, 1, 2, 3, 4 ଅପସନ। ନେକ୍ସଟ କ୍ୱେଶ୍ଚନ ଦେଖିବା। The cost price of 15 pence is 150. What is the cost of 25 pence? ଯଦି 15ଟି କଲମର ମୂଲ୍ୟ 150 ଟଙ୍କା, ତାହେଲେ 25ଟି ସେଇଭଳି 25ଟି କଲମର ମୂଲ୍ୟ କେତେ? କେତେ? 250। କେମିତି? 15ଟି କଲମର ମୂଲ୍ୟ କେତେ? 150 ଟଙ୍କା। କାହାର ଭାଲ୍ୟୁ? 150 କାହାର ଭାଲ୍ୟୁ? 15 ଭାଲ୍ୟୁ। 15ଟା କଲମର ମୂଲ୍ୟ 150 ଟଙ୍କା, ତାହେଲେ 150 କାହାର ଭାଲ୍ୟୁ? 15 ଭାଲ୍ୟୁ। ଆମକୁ ଦରକାର କେତେ? 25 ର ଭାଲ୍ୟୁ। 25, 15 ଦଶ 25, 250। ଅପସନ ସି। ଏଇଟା ତ ତମେ ହେଲା ବିନା ନ ଲେଖିକି କରିପାରିବ। ଫାଇଣ୍ଡ ଦ ଭାଲ୍ୟୁ ଅଫ, ତାର 400, 144। 400 ର ରୁଟ୍ ଓଭର 144 ର ରୁଟ୍ ଓଭର। 400 ରୁଟ୍ ଓଭର କେତେ? 12। 12 ନା 20? 20। 400 ରୁଟ୍ ଓଭର କେତେ? 20 ମାଇନସ 144 ରୁଟ୍ ଓଭର କେତେ? 12। 20 ରୁ 12 ଗଲେ କେତେ? 8। ଅପସନ ବି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା, କ୍ୱେଶ୍ଚନ ନମ୍ବର 19। The length and breadth of a rectangle is 12 ସେମି and 8 ସେମି respectively. Find its area. ଲେନ୍ଥ ଅଫ ରେକ୍ଟାଙ୍ଗଲ, ଏଇଟା ଗୋଟେ ରେକ୍ଟାଙ୍ଗଲ ମାନେ ଆୟତ ଚିତ୍ର। ଆୟତ ଚିତ୍ର ବଙ୍କା ହେଇଗଲା, ଆହୁରି ବଙ୍କା ହେଇଗଲା। ତାର ଲେନ୍ଥ କେତେ? 12 ସେମି। ଏଇଠି ଲେଖ, ଏଇଟା 12 ସେମି।
ପ୍ରସ୍ଥ କେତେ 8 ସେମି ହେଲା। ଏରିଆ କେତେ? ଏରିଆ ଅଫ ରେକ୍ଟାଙ୍ଗେଲ କେତେ? ଲେନ୍ଥ ଇଣ୍ଟୁ ବ୍ରେଥ ମାନେ ଦୈର୍ଘ୍ୟ ଇଣ୍ଟୁ ପ୍ରସ୍ଥ। ଲେନ୍ଥ ଇଣ୍ଟୁ ବ୍ରେଥ ମାନେ 12 ଇଣ୍ଟୁ 8 96 सेंटीमीटर स्क्वायर। ऑप्शन सी। 2x minus 3 is equal to 11, then 2x minus 3 on 2x sorry এটা 11 କଟି ଯାଇଛି ହେଲା। 2x minus 3 is equal to 11 ହେଲା। 2x minus 3 is equal to 11, find the value of x। 2x 2x is equal to କେତେ ହବ? Option C। Next question, a sum of money double itself in a 5 years ହେଲା। ଗୋଟେ simple interest in how many years it will become 4 times। କଣ ଦେଇଛି? ଯଦି ଏକ ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ସରଳ ସୁଧରେ 5 ବର୍ଷରେ ଦ୍ୱିଗୁଣିତ ହୁଏ ତେବେ କେତେ ବର୍ଷରେ ଏହା 4 ଗୁଣା ହେବ? ମନେକର ପି ନାମକ କୌଣସି ପଇସା, ଦେଖ କେମିତି କରିବା। ପି ନାମକ କୌଣସି ପଇସା କଣ ହେଇଯାଉଛି ନା 5 ବର୍ଷରେ କଣ ହେଇଯାଉଛି? ଡବଲ 87 in 5 years ହେଲା। କଣ ଟୁ ପି ହେଇଯାଉଛି କେତେ ବର୍ଷରେ? କେତେ ହେଇଯାଉଛି? କେତେ ବର୍ଷରେ ନା 5 years। 5 ବର୍ଷରେ ପି ନାମକ ପଇସା ଟୁ ପି ହେଇଯାଉଛି। କେତେ ରେଟ୍ ଆମକୁ ଜଣା ନାହିଁ, 8% ରେଟ୍ ରେ ସେଇ ପଇସା କଣ ହଉଛି ନା 4 ଗୁଣା ହବ। ଏଇଠି ଟୁ ପି ହଉଥିଲା 5 ବର୍ଷରେ, ଏଇଠି 4 ଗୁଣା ହବ କେତେ ବର୍ଷରେ? ଟି ଇୟରରେ ଆମକୁ ଜଣା ନାହିଁ। ତ ଭାବୁଛ କଣ ଏଇଟା ଟୁ ପି ହେଇଗଲା 10 କେତେ 5 ବର୍ଷରେ, ପୁଣି ଦୁଇ ଗୁଣା ହେଇଯିବ 5 ବର୍ଷରେ, 5 5 10 ବର୍ଷ। ଅପସନ ଏ ହବନି, ଏମିତି ହବନି ହେଲା। ଏଇଟା ହଉଛି ସିଆଇ ରେ ଏମିତି ହୁଏ, ଏସ୍ଆଇ ରେ ନୁହେଁ ହେଲା। ପି ନାମକ କୌଣସି ପଇସା କଣ ହେଇଯାଉଛି ଟୁ ପି ହେଇଯାଉଛି, ଦ୍ୱିଗୁଣ ହେଇଯାଉଛି 5 ବର୍ଷରେ ରେଟ୍ ପରସେଣ୍ଟ 8% ରେଟ୍ ରେ। ସେଇ ପି କଣ ହେଇଯାଉଛି ଫୋର ପି ହେଇଯାଉଛି। ଆମକୁ ଜଣା ନାହିଁ କେତେ ବର୍ଷରେ, ମନେକର ଟି ଇୟର ରେ ରେଟ୍ କେତେ, ସେଇ ଏକା ରେଟ୍ 8% ରେଟ୍। ଏବେ ଦେଖ କଣ କରିବା। ଏଇଟା କଣ କହନ୍ତି ପ୍ରିନ୍ସିପଲ, ଏଇଟା କଣ ଟୁ ପି ମାନେ ଏମାଉଣ୍ଟ। ଆମର ମୂଳଧନ ହେଇଯାଉଛି 2 ଗୁଣ ହେଇଯାଉଛି, ମୂଳଧନର 2 ଗୁଣ ହେଇଯାଉଛି, ଏମାଉଣ୍ଟ ହେଇଯାଉଛି। ତାହେଲେ ଆମକୁ ଏସ୍ଆଇ କେତେ ମିଳିଲା? ସୁଧ କେତେ ଆମକୁ ମିଳିଲା? ଟୁ ପି ମାଇନସ୍ ପି। ପି ଏମାଉଣ୍ଟ ମାଇନସ୍ ପ୍ରିନ୍ସିପାଲ ସୁଧ ପି ହେଲା। ତାହେଲେ ରେଟ୍ ବାହାର କରିବା କେମିତି ନା ରେଟ୍ ଇଜ ଇକ୍ୱାଲ ଟୁ କଣ, ସୂତ୍ର କଣ, ରେଟ୍ ର ବାହାର ସୂତ୍ର ପି ହେଲା ଏସ୍ଆଇ ବାଇ ପି ଇଣ୍ଟୁ 100/ଟି। ଏସ୍ଆଇ ଆମର କେତେ ବାହାରିଲା? ପି ବାଇ ମୂଳଧନ କେତେ ଆମର? ପି ଇଣ୍ଟୁ 100/ଟି କେତେ? 5 years। ପି କୁ ପି କଟିଗଲା, 5 କାଟିଲେ କେତେ? 20%। ତାହେଲେ ରେଟ୍ କେତେ ବାହାରିଲା? 20%। ଏବେ ଦେଖ କେମିତି କରିବା। ରେଟ୍ ଆମର କେତେ ବାହାରିଲା? 20%। ତାହେଲେ ପି ନାମକ ପଇସା କଣ ହେଇଯାଉଛି? ପି ହେଇଯାଉଛି ହେଲା। ଟି ଇୟରରେ ଟାଇମ ବାହାର କରି ରେଟ୍ କେତେ ବାହାରିଲା? 20%। ସେଇ ଏକା ରେଟ୍ ମାନେ 20% ରେଟ୍। ତାହେଲେ ଏଇଟା କଣ? ଏଇଟା ମୂଳଧନ ହେଲା। ଏଇଟା 20% ତାକୁ ଭଲ ହେଇଯିବ। ଏଇଟା ମୂଳଧନ, ଏଇଟା କଣ ସରି ଏଇଟା ପ୍ରିନ୍ସିପଲ, ଏଇଟା ଆମାଉଣ୍ଟ। ତାହେଲେ ଏସ୍ଆଇ କେତେ? 3p ହେଲା। ଟାଇମ ର ଫର୍ମୁଲା କଣ ନା ଏସ୍ଆଇ ବାଇ ପି ଇଣ୍ଟୁ 100/r। ଏସ୍ଆଇ ଆମର କେତେ ବାହାରିଲା? 3p ବାଇ ମୂଳଧନ କେତେ? ପି ଇଣ୍ଟୁ 100/r କେତେ? 20%। ପି କୁ ପି 20 50 100 5 3 କେତେ ବାହାରିଲା? 15 ଇୟର୍ସ। ତମେ ଭାବୁଥିବ 10 ବର୍ଷ ବାହାରିବ, ଆନ୍ସର କେତେ ବାହାରିଲା? କେତେ? 15 ବର୍ଷ। ଅପସନ ସି। ନେକ୍ସଟ କ୍ୱେଶ୍ଚନ ଦେଖିବା। By selling an article for a 540, a man loses କେତେ? 10%। At what price should he sell it again? 10%। ଜଣେ ବ୍ୟକ୍ତି ଏକ ବସ୍ତୁକୁ 540 ଟଙ୍କାରେ ବିକ୍ରି କରି 10% କ୍ଷତି ସହ, ତାହେଲେ କଣ 10% ଲାଭ ପାଇବା ପାଇଁ ସେ ଏହାକୁ କେତେ ଟଙ୍କାରେ ମୂଲ୍ୟରେ ବିକ୍ରି କରିବ ହେଲା। ଏଇଟା ତମେ ବାହାର କରିପାରିବ, କଷ୍ଟ ପ୍ରାଇସ୍ ବାହାର କରିବ। କଷ୍ଟ ପ୍ରାଇସ୍ ବାହାର କରିକି ସେଲିଂ ପ୍ରାଇସ୍ ବାହାର କରିବ। ମାନେ 540 କାହାର ଭାଲ୍ୟୁ 90 ର ଭାଲ୍ୟୁ ହବ। 90 ର ଭାଲ୍ୟୁ ହେଇକି ତମେ 100 ରେ ଗୁଣିଲେ ତମ ମାନେ 90% ର ଭାଲ୍ୟୁ। 10% ଯେହେତୁ ଲସ୍ ହେଇଛି 90 ର ଭାଲ୍ୟୁ ହବ। ତାହେଲେ 100 ଗୁଣି ଦେଲେ କାହାର ମାନେ 540 ବାଇ 90 ଇଣ୍ଟୁ 100 ବାହାରି ପଡିଲା କଷ୍ଟ ପ୍ରାଇସ୍ ହେଲା। କଷ୍ଟ ପ୍ରାଇସ୍ ତାପରେ ବାହାର କରିକି କେତେ ବାହାରିଲା? ଯେତିକି ବାହାରିଲା ପୁଣି 110 ଭିତରେ ମାନେ 100 ଇଣ୍ଟୁ 110 ମାନେ ଆଉ 110 ଆଡ କରିଦବ, କେତେ ହେଇଯିବ? ସେଲିଂ ପ୍ରାଇସ୍ ବାହାର କରିବ ହେଲା। ତମେ ଏଟା ବେସିକରେ କରିପାରିବ। ବେସିକ ତମେ ଜାଣିଲ କେମିତି କରିବ।
ଏବେ ଦେଖିବା ସଫ୍ଟୱେରରେ କେମିତି ହଉଛି। ବିନା କଷ୍ଟ ପ୍ରାଇସ୍ ବାହାର କରିକି ଆମେ ବାହାର କରିପାରିବା। କିଛି ଦରକାର ନାହିଁ କଷ୍ଟ ପ୍ରାଇସ୍ ବାହାର କରିବା। ଦେଖ କେମିତି ବାହାର କରିବା। ବାଇ ସେଲିଂ ଆନ୍ ଆର୍ଟିକଲି 540 ମ୍ୟାନ୍ ଲସେସ୍ 10%। ତାହେଲେ 540 କାହାର ଭାଲ୍ୟୁ? 90% ର ଭାଲ୍ୟୁ। 10% ଯୋଉ ଲସ୍ ହେଲା କାହାର ଭାଲ୍ୟୁ? 90% ର ଭାଲ୍ୟୁ। ଆମକୁ ଦରକାର କଣ? ଆଟ୍ ହ୍ୱାଟ୍ ପ୍ରାଇସ୍ ସୁଡ୍ ହି ସେଲ୍ ଇଟ୍ ଗେନ୍ 10%। କେତେ ପଇସାରେ ସେ ବିକିବ ଯାହା ଫଳରେ 10% ଲାଭ ହବ। ହେଲା, କେତେ ପରସେଣ୍ଟରେ ବିକିବ? କେତେ ପରସେଣ୍ଟରେ ବିକିବ? କେତେ ପଇସାରେ ବିକିବ ଯାହା ଫଳରେ ତାର 10% ଲାଭ ହବ। ତାହେଲେ ଏଟା କଣ କରିବା? 100ରେ ଆମେ 10 ମିଶେଇଦବା, ମାନେ କେତେ? 110 ର ଭାଲ୍ୟୁ କେତେ? ସିଧା 9 ଷୋହଳ 54 11 ଷୋହଳ କେତେ? 66 660। ବିନା କଷ୍ଟ ପ୍ରାଇସ୍ ବାହାର କରିକି ବାହାର। ତା ଦେଖ ପ୍ରାଇସ୍ ଅଫ୍ ସୁଗାର ଇଜ ଇନକ୍ରିଜ ବାଇ 20%। ଚିନିର ମୂଲ୍ୟ 20% ବୃଦ୍ଧି ପାଇଛି। ଜଣେ ଗୃହିଣୀ ତାଙ୍କ ବ୍ୟବହାର କେତେ ପ୍ରତିଶତ କମାଇବା ଉଚିତ ଯେମିତି ତାଙ୍କର ମୋଟ ଖର୍ଚ୍ଚ ସମାନ ରହିବ। ମାନେ ସେମାନେ ଯେତିକି ଆଗରୁ ଖର୍ଚ୍ଚ କରୁଥିଲେ ସେମିତି ଏଟା ଖର୍ଚ୍ଚ କରିବେ, କିନ୍ତୁ କଣ କ୍ୱାଣ୍ଟିଟି କମେଇଦେବେ। ଆରେ ଚିନିର ମୂଲ୍ୟ ବଢିଗଲା ମନେକର, ତମେ 5 କେଜି ଆଣୁଥିଲ, କିନ୍ତୁ 5 କେଜିର ମୂଲ୍ୟ ତମକୁ ଯେତିକି ପଡୁଥିଲା ସେହି ମୂଲ୍ୟରେ ବି ତମେ କେତେ ଆଣିପାରିବ? କମେଇକି ତ ଆଣିପାରିବ, 4 କେଜି ଆଣିପାରିବ। ହଁ ନା ନାଇଁ? ତମର କିନ୍ତୁ ବଜେଟ ଦରକାର ନା। ବଜେଟ ମନେକର 20 ଟଙ୍କା ଥିଲା, 20 ଟଙ୍କା ତମେ 3 କେଜି ଆଣୁଥିଲ, କିନ୍ତୁ ପଇସା ବଢିଗଲା। ଏବେ କେତେ ଆଣିପାରିବ? 2 କେଜି ହିଁ ଆଣିପାରିବ 20 ଟଙ୍କାରେ। ସେଇ ଟାଇପର ହେଲା। ଦେଖ ଦ ପ୍ରାଇସ୍ ଅଫ ସୁଗାର ଇଜ ଇନକ୍ରିଜ ବାଇ 20%। ଏଇଟା ଲେଖ ଓରିଜିନାଲ, ଏଇଟା ଲେଖ ନ୍ୟୁ, ହେଲା। ଏଇଟା ଲେଖ ପ୍ରାଇସ୍। ପ୍ରାଇସ୍ କଣ ହେଇଛି? 20% ବଢିଯାଇଛି। ମାନେ 100 ଥିଲା 120 ହେଇଯାଇଛି, ମାନେ କଣ? 5 6 100 ରେସିଓ କଲେ 5/6। କନଜପ୍ସନ କଣ ହବ? ଆଗରୁ ପ୍ରାଇସ୍ ଥିଲା 5 ଟଙ୍କା, ଏବେ 6 ଟଙ୍କା ହେଇଗଲା, ତାହେଲେ କନଜପ୍ସନ କଣ ହବ? 6 କୁ 5 ହେଇଯିବ, ହେଲା। ପ୍ରାଇସ୍ ର ଓଲ୍ଟା ହେଇଯିବ କନଜପ୍ସନ। କେତେ କମିଲା? 1 କମିଲା। କାଠୁ? 6 ଇଣ୍ଟୁ 100 ଇଜିକାଲ ଟୁ କେତେ ହବ? 3। 2ରେ କାଟିଲେ କେତେ? 50। 16.66%। Next question देखिए। 12 men can complete a work in 8 days. In how many days will 16 men to do the same work? ତାହେଲେ 16 ଜଣ ମଣିଷ କେତେ ଦିନରେ କାମ କରିବେ? ଏଟା 12 ଜଣ, ଏଟା 12 ଲେଖା ହେଇନି, 12 ଜଣ। ଦେଖ 12 ଜଣ ମେନ୍ କେତେ ଦିନ କାମ କରନ୍ତି ନା 8 ଦିନ। ତାହେଲେ 16 ଜଣ ମେନ୍ କେତେ ଦିନ କାମ କରିବେ ଜଣା ନାହିଁ, 3 ଦିନରେ, ହେଲା। ତାହେଲେ ଏଠି 16 ଜଣ ମେନ୍, ମେନ୍ କୁ ମେନ୍ ଘଟିଗଲା, ହେଲା। 8 ଦୁଗୁଣେ 2 16, ତାହେଲେ ଟି ଇଜିକାଲ ଟୁ କେତେ ବାହାରିଲା? ଅପସନ ସି। Find the compound interest on 8,000 for 2 years at a 5% per annum। 8,000 ଟଙ୍କାର କମ୍ପାଉଣ୍ଡ ଇଣ୍ଟରେଷ୍ଟ କେତେ, ହେଲା। ଚକ୍ରବୃଦ୍ଧି ସୁଧ। ଚକ୍ରବୃଦ୍ଧି ସୁଧ କେତେ? 8,000 ଟଙ୍କା। ଦେଖ ପ୍ରିନ୍ସିପାଲ କେତେ ଆମର ଦେଇଛି? 8,000। ରେଟ୍ କେତେ? କମ୍ପାଉଣ୍ଡ ଇଣ୍ଟରେଷ୍ଟ ସବୁବେଳେ ଖେଳକ ଉପରେ ରେଟ୍ ଉପରେ। ରେଟ୍ କେତେ ନା 5%। ଟାଇମ କେତେ? 2 years, ହେଲା। ଟାଇମ କେତେ ବାହାରିଲା ନା 2 years। 5% ଟାକୁ ଆମେ ଫ୍ରାକ୍ସନରେ ଭାଙ୍ଗିବା। ଦେଖ 5/100, 1/20। ଟାଇମ କେତେ? 2 years, ତାମାନେ 20ଟାକୁ 2 ଥର ଲେଖ, ମାନେ ଏମିତି 20 ଟଙ୍କାଟେ ବଢିଲା 21। ଏଟା ହବ କଣ? ପ୍ରିନ୍ସିପାଲ। ଏଟା ହବ ଏମାଉଣ୍ଟ, ହେଲା। ପୁଣି 2 ବର୍ଷ ପାଇଁ, ମାନେ 20 ଏଇ ଲେଖ 21। 20ର ଭାଲ୍ୟୁ କେତେ? 20ର ସ୍କୋୟାର କଲେ କେତେ? 400। 421 ସ୍କୋୟାର କେତେ? 441। ଏଟା ପ୍ରିନ୍ସିପାଲ, ଏଟା ଏମାଉଣ୍ଟ। ତାହେଲେ ଆମକୁ ସିଆଇ କେତେ ମିଳିଲା? 41, ହେଲା। ସିଆଇ କେତେ ମିଳିଲା? 41। ଏଟା ଏମାଉଣ୍ଟ, ଏମାଉଣ୍ଟ ମାଇନସ ପ୍ରିନ୍ସିପାଲ ଇଜିକାଲ ଟୁ ସିଆଇ 41। ଏ ବାହାର କର। ପି ର ଭାଲ୍ୟୁ କେତେ? ମାନେ 400 ର ଭାଲ୍ୟୁ ଦେଇଛି 8,000, ତାହେଲେ ସିଆଇ ଇଜିକାଲ ଟୁ ସିଧା ବାହାର କର। 8,000 କାହାର ଭାଲ୍ୟୁ ହବ? 400 ର ଭାଲ୍ୟୁ। ଆମକୁ ଦରକାର କାର? ସିଆଇ। ସିଆଇ ମାନେ 41, ହେଲା। ଦୁଇଟା ଶୂନ କି ଦିଟା ଶୂନ, ହେଲା। 4 କାଟିଲେ କେତେ? 20। 41 ଦୁଗୁଣେ କେତେ? 2820। ଅପସନ B। ନେକ୍ସଟ କ୍वेଶ୍ଚନ ଦେଖିବା। A train 150 ମିଟର ଲଙ୍ଗ passes
ଦୁଇଶହ କଣ 250 ମିଟର ଲଙ୍ଗ ପ୍ଲାଟଫର୍ମ ଇନ୍ 20 ସେକେଣ୍ଡ। ଫାଇଣ୍ଡ ଦ ସ୍ପିଡ୍ ଅଫ୍ ଦ ଟ୍ରେନ୍ ଇନ୍ କିଲୋମିଟର ପର ହାୱାର। କିଲୋମିଟର ପର ହାୱାରରେ ତାର ସ୍ପିଡ ଟା କେତେ ଟ୍ରେନ? ଦେଖ ଏଇଠି ଗୋଟେ ଟ୍ରେନ, ଆ କାହାଣୀ କଣ ଇଏ 150 ମିଟର ଲମ୍ବ ହେଲା। ତାପରେ ଇଏ କଣ କରୁଛି ନା ଗୋଟେ 250 ମିଟର ଲଙ୍ଗ ର ପ୍ଲାଟଫର୍ମ କୁ କଣ ଏକ 250 ମିଟର, ସରି ଏଇଟା 250, ହଁ 250 ଠିକ ଅଛି। 150 ମିଟର ଲମ୍ବର ଏକ ଟ୍ରେନ 250 ମିଟର ଲମ୍ବର ଏକ ପ୍ଲାଟଫର୍ମ, ଏଇଠି ଗୋଟେ 250 ମିଟର ଲମ୍ବର ଏକ ପ୍ଲାଟଫର୍ମ ତିଆରି କର। ଏଇଠି ଗୋଟେ ଏଇଟା ବି ଗୋଟେ ପ୍ଲାଟଫର୍ମ ଅଛି, ଷ୍ଟେସନ ହେଲା। ଏଇଟା ଗୋଟେ ଷ୍ଟେସନ ଅଛି। ଷ୍ଟେସନ ଟା କେତେ ଲମ୍ବା ନା 250 ମିଟର ହେଲା। ଟ୍ରେନ ଟା 250 ମିଟର ଲମ୍ବା ଷ୍ଟେସନ କେତେ ସମୟରେ ପାର କରୁଛି ନା 20 ସେକେଣ୍ଡ। ଇଜିକାଲ କେତେ ନା 20 ସେକେଣ୍ଡ। ତାର କଣ ପଚାରିଛି ଫାଇଣ୍ଡ ଦ ସ୍ପିଡ ଅଫ ଦ ଟ୍ରେନ। ମନେକର ସ୍ପିଡ ନେଇଯାଅ 100 ମିଟର ଅଛି, ଏଠି ସେକେଣ୍ଡ ଅଛି, ତେଣୁ ନେଇଯାଅ ମିଟର ପରେ ସେକେଣ୍ଡ ହେଲା। ତାପରେ କଣ ନା ସ୍ପିଡ ର ଫର୍ମୁଲା କଣ? ସ୍ପିଡ ପଚାରିଛି, ସ୍ପିଡ ର ଫର୍ମୁଲା ବାହାର କରିବା। ଡିଷ୍ଟାନ୍ସ ଅପନ ଟାଇମ। ଡିଷ୍ଟାନ୍ସ କେତେ ଏଇଠି 15, ଏଇଠି 250। 15 ଏଇଠି କେତେ, ସରି 15 ନାହିଁ 150, ଏଠି 250। 150 250 ମିଶିଲେ କେତେ 400। 150 250 400 ବାଇ ଟାଇମ କେତେ 20। ସିଧା ଲେଖ 20। 20 20 2 କେତେ ବାହାରିଲା 2 ହେଲା। 2 2 ବାହାରିଲା ନା 20 ବାହାରିଲା 20 20 20 ସ୍କୋୟାର 400 ମାନେ କେତେ ବାହାରିଲା 20 ମିଟର per ସେକେଣ୍ଡ। ତାହେଲେ ଏଇଟା ମିଟର per ସେକେଣ୍ଡ ଅଛି, ଆମେ ଏଠୁ କିଲୋମିଟର per ହାୱାର କରିବା। ମାନେ କଣ ଛୋଟ ସଂଖ୍ୟାରୁ ବଡ ସଂଖ୍ୟାକୁ ଯିବା, ମାନେ 20 ଇଣ୍ଟୁ ବଡ ସଂଖ୍ୟାକୁ ଯିବା 18 ଗୁଣିଆ ବାଇ 5। 5 ଚଉକୁ 20, 18 ଚଉକୁ କେତେ? ଅପସନ ବି। A shopkeeper marks his good 50% above the cost price and then allows a discount of 10%. Find his profit percentage. ଜଣେ ଦୋକାନୀ ତାଙ୍କ ବସ୍ତୁର ମୂଲ୍ୟ କ୍ରୟ ମୂଲ୍ୟ ଠାରୁ 20% ଅଧିକ ଲେଖନ୍ତି, ତାପରେ 10% ରିହାତି ଦିଅନ୍ତି। ପ୍ରକୃତ ଲାଭ ପ୍ରତିଶତ କେତେ? ତାହେଲେ ପ୍ରକୃତ ଲାଭ ପ୍ରତିଶତ କେତେ ହେଲା ଦେଖ କେମିତି ବାହାର କରିବା। ଆମର ମନେକର ସିପି ନେଇଯାଅ 100, ସିପି ନେଇଯାଅ 100, ତାହେଲେ ଆମର କଣ ମାର୍କ ପ୍ରାଇସ୍ କେତେ ହବ? ମାର୍କ ପ୍ରାଇସ୍ କେତେ 120। 20% ଅଧିକ ବିକନ୍ତି, ମାନେ 20% ଅଧିକ କରିକି ବିକନ୍ତି, ମାନେ କେତେ 120। ଡିସକାଉଣ୍ଟ କେତେ ଦେଲା 10%। ଡିସକାଉଣ୍ଟ କେତେ ଦେଲା 10%। ତାହେଲେ ସେଲିଂ ପ୍ରାଇସ୍ କେତେ ହବ 120 ବାଇ 100 ଇଣ୍ଟୁ 10% ଡିସକାଉଣ୍ଟ ଦେଲା ମାନେ କେତେ 90। 10% ଡିସକାଉଣ୍ଟ ଦେଇକି ବିକିଲା ମାନେ 90 ରେ ବିକିଲା। ଦୁଇଟା ଶୂନକୁ ଦୁଇଟା ଶୂନ ବିକିଲା, ଗୋଟେ ଗଲା କେତେ 12 108। ଦେଖ କଷ୍ଟ ପ୍ରାଇସ୍ କେତେ 100, ସେଲିଂ ପ୍ରାଇସ୍ କେତେ 108, ପ୍ରଫିଟ କେତେ ହେଲା 8। ପ୍ରଫିଟ ପରସେଣ୍ଟେଜ କେତେ ବାହାର କରିବେ ନା 8 ବାଇ ତାପରେ 100 ଉପରେ ଇଣ୍ଟୁ 100। 100 କୁ 100 କାଟିଗଲେ କେତେ ହେଲା ପରସେଣ୍ଟ। Next question. The ratio of income of A and B is 5:4 and their expenditure are in the ratio 3:3 ହେଲା। ଆମର expenditure କେତେ 3:2। if the if is saves 800, find the income of A। ମାନେ ଯଦି A and B ସେମାନଙ୍କର ସେଭିଂ ର ଅନୁପାତ କେତେ ନା 800 ଟାକୁ, ତାହେଲେ A ର ଆୟ କେତେ ଦେଖ କେମିତି ବାହାର କରିବା। ରେସିଓ ଅଫ ଇନକମ ଅଫ A କେତେ? ଏ ର ଇନକମ ମନେକର ନେଇଛ, ଏ ର ଏଇଠି ଲେଖ ଏ ହେଲା। ଏଠି କେମିତି ଲେଖିବା, ଏଇଠି ଲେଖ ଏ, ଏଇଠି କାହାର ଲେଖିଦିଅ B ହେଲା। ଏଇଠି ଲେଖ ଇନକମ, ଏଟା ରେସିଓ ସେଟା କରିଦିଅ, ରେସିଓ ଭଳିଆ ରେସିଓ ଟାଇପ ର କରିଦିଅ, ନହେଲେ ଡବଲ ଲେଖିବାକୁ ପଡିବ। ଏଇଠି ଲେଖ ଏ, ଏଇଠି ଲେଖ B, ଏଇଠି ଲେଖ ଆଗ ଇନକମ। ଇନକମ ମନେକର ଏ ର କେତେ 5x, ଆର କେତେ B ର ନା 4x। ଏକ୍ସପେଣ୍ଡିଚର ମାନେ ଖର୍ଚ୍ଚ, ଏଇଠି ଲେଖ ଏକ୍ସପେଣ୍ଡିଚର। ଏକ୍ସପେଣ୍ଡିଚର ଆମର କେତେ, ଆର କେତେ 3x, ଆର କେତେ 2x ହେଲା। ତାହେଲେ ସେଭିଂ କେତେ ହେଇଗଲା
ସେଭିଂ କେତେ ହେଇଗଲା ଦେଖ, ତାର ଇନକମ୍ ହଉଛି 5x, ଏଥିରୁ ଖର୍ଚ୍ଚ କରିଦେଲା 3x, ତାହେଲେ ସେଭିଂ କେତେ ହେଇଗଲା 2x। ତାହେଲେ ଇନକମ୍ ଇଜିକାଲ ଟୁ କେତେ, ଇନକମ୍ ଇଜିକାଲ ଟୁ ଏକ୍ସପେଣ୍ଡିଚର ମିଶାଣ ସେଭିଂ। ଇନକମ୍ କଲା ମାନେ ରୋଜଗାର କଲା 5 ଟଙ୍କା, ଖର୍ଚ୍ଚ କରିଦେଲା 3 ଟଙ୍କା, ତାହେଲେ ସେଭ୍ କେତେ କଲା 2 ଟଙ୍କା। ଆର ହିନ୍ତି କେତେ ଟଙ୍କା ହବ, 4 2 ଗଲେ 2, 2 ଟଙ୍କା। ସେ ଦେଇଛି ଦି ଜଣଙ୍କର ସେଭିଂ ସମାନ। ଇଫ୍ ଇଜ୍ ସେଭ୍ସ 800 ଟଙ୍କା, ଯଦି ପ୍ରତ୍ୟେକ 800 ଟଙ୍କା ସଞ୍ଚୟ କରନ୍ତି, ମାନେ ଇଏ ସଞ୍ଚୟ କରିବ 800 ଟଙ୍କା, ଇଏ ସଞ୍ଚୟ କରିବ 800 ଟଙ୍କା, ତାହେଲେ ସେଭିଂ ଦିଟା ସମାନ, ତାମାନେ 2x ର ଭାଲ୍ୟୁ କେତେ ହବ, ଏ 800 କାହାର ହବ, କାହାର ଭାଲ୍ୟୁ 2x ର ଭାଲ୍ୟୁ। ଆମକୁ ଦରକାର କାରଣ, ତେବେ ଏ ର ଆୟ କେତେ, ଏ ର ଆୟ କେତେ 5x। ଇନକମ୍ ଅଫ ଏ, x କୁ x କାଟିଦିଅ, 2 14 ये ऑप्शन बी। नेक्स्ट क्वेश्चन लिखिए, a tank can be filled by pipe, है ना, a tank can be filled by a pipe in 12 hours and empty by pipe B in 8 hours, ହେଲା। if both pipe are put together, in how many hours will the tank be full? ଗୋଟିଏ ପାଇପ୍ ଏକ ଟାଙ୍କିକୁ 12 ଘଣ୍ଟାରେ ଭର୍ତ୍ତି କରିପାରେ ଏବଂ ଅନ୍ୟ ପାଇପ୍ ଏ ଟାଙ୍କିକୁ 18 ଘଣ୍ଟାରେ ଖାଲି କରିପାରେ। ଯଦି ଦୁଇଟା ଯାକ ପାଇପ୍ ଏକାଠି ଖୋଲାଯାଏ, ତେବେ ଟାଙ୍କିଟି ଭର୍ତ୍ତି ହେବା ପାଇଁ କେତେ ସମୟ ଲାଗେ, ତାକୁ କେମିତି ବାହାର କରିବେ। ଏ କେତେ ଘଣ୍ଟା କାମ କରୁଛି, 12 ଘଣ୍ଟା। କଣ କରୁଛି ନା ଟାଙ୍କି ଫୁଲ କରୁଛି, ହେଲା ନାଇଁ, ଏଟା 12 ଘଣ୍ଟାରେ କାମ କରିକି ଟାଙ୍କି ଟା ଫୁଲ କରୁଛି। ବି କଣ କରୁଛି, ଆମର ବି କଣ କରୁଛି, ଟାଙ୍କି ଖାଲି କରୁଛି, ମାନେ ଇଏ ଟାଙ୍କି ପୂର୍ଣ୍ଣ କରୁଛି, ଇଏ ଟାଙ୍କି ଖାଲି କରୁଛି, ତାହେଲେ କାମ ବିଗାଡୁଛି। ହେଲା, ଟାଙ୍କି ଖାଲି କରୁଛି ମାନେ କଣ, ନେଗେଟିଭ କାମ କରୁଛି, ତାହେଲେ -18। ହେଲା, ଇଏ ଟାଙ୍କି ଭର୍ତ୍ତି କରୁଛି, ଏ ଟାଙ୍କି ଖାଲି କରୁଛି, ମାନେ -18, ମାଇନସ କାମ କରୁଛି, ନେଗେଟିଭ କାମ କରୁଛି। 18 12 ର ଏଲସିଏମ କେତେ ହବ, 36। 12 ତିରିକି 36, 18 ଦୁଗୁଣେ କେତେ 36, ଆର ନେଗେଟିଭ କାମ ଯେହେତୁ କେତେ -2, ହେଲା। ଆର ଏଫିସିଏନ୍ସି କେତେ 3, ଆର ଏଫିସିଏନ୍ସି କେତେ -2, ହେଲା। ତାହେଲେ ଟୋଟାଲ ଟାଇମ ହେବ a ପ୍ଲସ b, ବୁଝିଗଲେ କେତେ ହବ 36 ବାଇ a ପ୍ଲସ b, a ପ୍ଲସ b ମାନେ 3 ପ୍ଲସ -2, କେତେ ହେଲା 36 ବାଇ 3 2 ଗଲେ କେତେ 1, ଟୋଟାଲ ଟାଇମ କେତେ 36 ଆୱାର୍ସ। ଅପସନ ସି। If the radius of a circle is increased by 20%, by what percent does its area increases? ରେଡିୟସ କଣ ଯାଉଛି 20% ଇନକ୍ରିଜ ହେଇଯାଉଛି, ହେଲା। ମନେକର ରେଡିୟସ କେତେ 20% ର ଫ୍ରାକ୍ସନ ଭାଲ୍ୟୁ କେତେ 20/100, 1/5, ମାନେ ଆଗରୁ ଥିଲା ମନେକର 5x, ଏବେ କେତେ ହେଇଗଲା 6x, ହେଲା। 20% ଇନକ୍ରିଜ ହେଲା ମାନେ 6x ହେଇଗଲା। ଏରିଆ, ଏରିଆର କଣ କରିବା, ଏରିଆ ମାନେ କଣ, ସର୍କଲ ଏରିଆ କଣ ପାଇ ଆର ସ୍କୋୟାର, ପାଇ ଆର ସ୍କୋୟାର କଣ ହବ, ଏଠି ପାଏ ଇଣ୍ଟୁ 5x ର ସ୍କୋୟାର, ହେଲା। ଏଠି କଣ ହବ ନା ପାଏ ଇଣ୍ଟୁ 6x ର ସ୍କୋୟାର। ଦେଖ ପାଏ କୁ ପାଏ କଟିଗଲା, 25 ଏଇଟା ହେଇଯିବ x ସ୍କୋୟାର, ଏଠି କେତେ ହେଇଯିବ 36 x ସ୍କୋୟାର, x ସ୍କୋୟାର କୁ x ସ୍କୋୟାର ମଧ୍ୟ କଟିଗଲା, କେତେ ରହିଗଲା ଫାଇନାଲ 25 କୁ 36, ହେଲା। କେତେ ଇନକ୍ରିଜ ହେଲା 11 ଇନକ୍ରିଜ ହେଲା, କାଠୁ 25 ଟୁ। ଅପସନ କରୁଛି, ଫାଇଣ୍ଡ ଦ ସ୍କୋୟାର ରୁଟ ଅଫ କାର 0.0049, 0.0049 ର ସ୍କୋୟାର ରୁଟ ବାହାର କରିବା। 0.0049 ର ବର୍ଗମୂଳ ବାହାର କରିବା। ଆଗ ଏମିତି ଲେଖିପାରିବା 49 ବାଇ କେତେଟା ଶୂନ ଅଛି 1 2 3 4, ହେଲା। 49 ରୁଟ ଓଭର କେତେ 7 ବାଇ 10,000 ରୁଟ ଓଭର କେତେ ନା 100, ଦିଟା ଶୂନ ଅଛି, ଦିଟା ଶୂନ ଦିଟା ଶୂନ ଆସିବ, ଚାରିଟା ଶୂନ ଅଛି, ଚାରିଟା ଶୂନ ଦିଟା ଶୂନ ଆସିବ, ମାନେ କେତେ 100। 0.07 ଅପସନ କୋଉଟା 2। ଫାଇଣ୍ଡ ଦ ଭାଲ୍ୟୁ ଅଫ 30 30 ମାଇନସ ହେଇଯାଇଛି, 6 6 ମାଇନସ ହେଇଯାଇଛି, କଣ ଇନଫିନିଟି ଟାଇପ। ଏଟା କେମିତି କରିବା ଦେଖ, 30 ଟାକୁ କେମିତି ଲେଖିପାରିବା, ମୁଁ କହିଥିଲି ଆଗରୁ 30 ଟାକୁ କେମିତି ଲେଖିପାରିବା, 5 ଇଣ୍ଟୁ 6, ହେଲା। ତାଙ୍କ ଡିଫରେନ୍ସ 1 ହଉଥିବ, ଆଉ କଣ ଏଇଟା ସଂଖ୍ୟା ଗୁଣିଲେ 30 ହଉଥିବ, ତାଙ୍କ ଡିଫରେନ୍ସ 1 ହଉଥିବ, 5 ଇଣ୍ଟୁ 6, ତାହେଲେ ଏତିକର ଆନ୍ସର କେତେ ହେଇଯିବ, ଯେହେତୁ ମାଇନସ ଅଛି, ଏଠି ଦେଖ ମାଇନସ ଅଛି, ଏଇଠୁ ମାଇନସ ଅଛି, ମାଇନସ ଅଛି ମାନେ କୋଉଟା ସଂଖ୍ୟା ନବା ସାନ ସଂଖ୍ୟା, ତେଣୁ ଏଇଟା କେତେ ହେଇଯିବ 5।
ହେଲା। ମାଇନସ୍ ଅଛି ବା ସାନ ସଂଖ୍ୟା ନେଲେ। ଆମର ଏଇଟା ପ୍ରକୃତରେ କେତେ ହେଲା? 5 × 6 ମାଇନସ୍ ଅଛି। ମୁଁ ଲେଖି ଦଉଛି ଏଥିରେ। ମାଇନସ୍ କୁ ଆମେ କୋଉ ସଂଖ୍ୟା ନେଲେ? ମାଇନସ୍ ଅଛି। ଏଇଠି ମାଇନସ୍ ଅଛି, ଏଇଠି ମାଇନସ୍ ଅଛି, ମାନେ ମାଇନସ୍ ହେଇଯାଇଛି ଇନଫିନିଟି ଜାଗା। ଯେହେତୁ ଇନଫିନିଟି ଜାଗା ମାଇନସ୍ ହେଇଯାଇଛି, ଆମେ କଣ ଲେଖିଲେ ଏଇଠି? ଏଇଠି କଣ ଲେଖିଲେ? 5। ଯଦି ପ୍ଲସ୍ ହେଇଥାନ୍ତା ଆମେ 6 ଲେଖିଥାନ୍ତୁ। ହେଲା। ତାପରେ 6ଟାକୁ ଏମିତି ଭାଗ, 6ଟାକୁ ଏମିତି ଭାଗ 2 × 3। ଏଠି କଣ ଅଛି? ପ୍ଲସ୍ ଅଛି। ଏଠି ପ୍ଲସ୍ 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 ମାନେ କଣ? ବଡ ସଂଖ୍ୟା ନବା। ହରଣ ହରଣ ରହିଲା 3। 5 ହରଣ 3 କେତେ? ଦେଖ, ଏଇଟା ତ ହବନି। ଅପସନ କୋଉଟା? ନେକ୍ସଟ क्वेश्चन देखिए। PQR enters into a partnership with investment in the ratio 4:5:6. After 6 months, 6 मास ପରେ P withdraw half of his investment while R invest the same amount again. ହେଲା। Find the ratio of their profit at the end of the year. ତାଙ୍କର profit ratio କେତେ end of the year? ଦେଖ କେମିତି ବାହାର କରିବ। ଏଇଠି ଦେଖ P ଅଲଗା ଅଲଗା କାହାଣୀ କିଛି ହେଇଛି। P Q R। P ମନେକର 40x ନେଇଯାଅ, Q ମନେକର 50x ନେଇଯାଅ, ଆଉ R ମନେକର 60x ଇନଭେଷ୍ଟ କରୁଛି। ହେଲା। ପି କ୍ୟୁ ଆର୍ ଇଣ୍ଟର୍ସ ଇଣ୍ଟୁ ପି କ୍ୟୁ ଆର୍ ଯଥାକ୍ରମେ 4, 5, 6 ଅନୁପାତରେ ପୁଞ୍ଜି ବିନିଯୋଗ କରି ଏକ ବ୍ୟବସାୟ ଆରମ୍ଭ କଲେ। ବ୍ୟବସାୟ ଆରମ୍ଭ କଲେ, ଠିକ ଅଛି। 6 ମାସ ପରେ ପି ତାର ପୁଞ୍ଜିର ଅଧା ଟଙ୍କା ବାହାର କରିଦେଲା। ଆଗ 6 ମାସ ପର୍ଯ୍ୟନ୍ତ ଇନଭେଷ୍ଟ ଚାଲିଲା। 6 ମାସ ପର୍ଯ୍ୟନ୍ତ ଇନଭେଷ୍ଟ ଚାଲିଲା, ମାନେ ଇନଭେଷ୍ଟ କଲା। ତାପରେ ସିଏ ଟଙ୍କା ବାହାର କରିଦେଲା। ତାହେଲେ 6 ମାସ ପର୍ଯ୍ୟନ୍ତ ଆଗ ଇନଭେଷ୍ଟ କର। ତାହେଲେ 40x ଇଣ୍ଟୁ 6 ମାସ ପର୍ଯ୍ୟନ୍ତ ଇନଭେଷ୍ଟ କଲା। ପୁଣି କଣ କଲା? ନା 6 ମାସ ପରେ ତାର ଟଙ୍କା ଅଧା କରିଦେଲା, ମାନେ କେତେ କଲା? 20x। ଆଉ 6 ମାସ ପର୍ଯ୍ୟନ୍ତ ଚଳେଇଲେ। ହେଲା। ଟୋଟାଲ ତ ବାହାର କରୁନି, ଅଧା ବାହାର କଲା। 6 ମାସ ପର୍ଯ୍ୟନ୍ତ, 6 ମାସ ପରେ ଅଧା ବାହାର କଲା। ତାହେଲେ 6 ମାସ ପର୍ଯ୍ୟନ୍ତ 40x ଇନଭେଷ୍ଟ ହେଇଛି। ତାପରେ 6 ମାସ ପରେ ଯେମିତି ହେଇଗଲା, ତା ଅଧା ବାହାର କରିଦେଲା। କ୍ୟୁର କାହାଣୀ କଣ ହେଇଛି ଦେଖ, କ୍ୟୁର କିଛି ଦେଇନି। ମାନେ କ୍ୟୁ କୁ 50x କୁ 6 ଗୁଣ, ମାନେ ଇଏ ଟୋଟାଲ ଲାଗିଛି 50x କୁ 6। ଇଏ କିଛି କରିନି, ସିଧା କର। ଏ ତ କିଛି କରିନି, ସିଧା ଗୁଣିତ 50x ଇଣ୍ଟୁ 12। ଆର ବର୍ଷ ଶେଷ ଯାକେ ଆର ପଇସା ଲାଗିଛି, ମାନେ 50x 12 ମାସ ଯାକେ ଆର ପଇସା ଲାଗିଛି। ଇଏ କିଛି ମାନେ ତା ପଇସାରେ କିଛି କୁଫାଡ କରିନି। 50x ଇଣ୍ଟୁ 12। ଆରେ ଆର କଣ ଦେଇଛି ଦେଖ, କିନ୍ତୁ ଆର ପୂର୍ବ ସମାନ ପରିମାଣ ଟଙ୍କା ପୁଣି ବିନିଯୋଗ କଲା। କେମିତି? ନା 6 ମାସ ପରେ। 60x ଇନଭେଷ୍ଟ କରିଛି କେତେ? 6 ମାସ ପରେ। ଆଗ 6 ମାସ ପରେ ଆର ଯେତିକି ଇନଭେଷ୍ଟ କଲା ତା ପଇସାରେ ଡବଲ କରିଦେଲା। ଆଉ ଥରେ ପୁଣି 60x ଇନଭେଷ୍ଟ କଲା। ଆଗ 6 ମାସ ପର୍ଯ୍ୟନ୍ତ 60x ଇନଭେଷ୍ଟ କଲେ, ପୁଣି 6 ମାସ ପରେ ତାର ପଇସା ହେଇଗଲା, ତେଣୁ ଆଉ କଣ କଲା? ନା 60x ଆଗରୁ କରିଥିଲା, ଏବେ ଆଉ 60x ଅଧିକ କଲା, ମାନେ କେତେ? 120x କଲେ, ପୁଣି ଆଉ 6 ମାସ ପର୍ଯ୍ୟନ୍ତ। ହେଲା। ଏବେ ତାଙ୍କର ପ୍ରଫିଟ ରେସିଓ କେତେ? ପ୍ରଫିଟ ରେସିଓ କେତେ ହବ? ଇନଭେଷ୍ଟ ରେସିଓ ଯେତିକି, ପ୍ରଫିଟ ରେସିଓ କେତିକି? ଯେତିକି ପ୍ରଫିଟ, ଯେତିକି ଇନଭେଷ୍ଟ କରିଥିବେ ସେତିକି ତ ପ୍ରଫିଟ ପାଇବେ ନା। ଏଇଟା କେତେ ହେଇଗଲା? ପି ର ଏବେ କେତେ ହେଲା? ପି ର ଭାଲ୍ୟୁ ଏଠି ଲେଖୁଛି। ପି ର ଭାଲ୍ୟୁ କେତେ? 40 କେତେ? 6×4 = 24, 240x। 20, 100 କୁ 120 କେତେ ହେଲା? 360x। କ୍ୟୁ ର 12×5 = 60, 6x। ଆର ର 600×36 ହେଲା 360, 12×72 କେତେ ହେଲା? 360, 12 କେତେ? 72। 0 କୁ 0, 6×2 = 8, କେତେ ହେଲା? 108। এটা କେତେ ହେଇଗଲା? ନା 108 ହେଲା x। ଏବେ କଣ ଦେଇଛି? ନା ଫାଇଣ୍ଡ ଦ ରେସିଓ ଅଫ ପ୍ରଫିଟ ଆଟ ଦ ଏଣ୍ଡ ଅଫ ଦ ପି କ୍ୟୁ ଆର ପ୍ରଫିଟ ରେସିଓ କେତେ? ହେଲେ ପି କ୍ୟୁ ଆର ଆଗ ରେସିଓ ବାହାର କରିବା। 360x ଏଇଠି ଦେଖ ହେଲା। କ୍ୟୁ ର ଭାଲ୍ୟୁ କେତେ? 6x। x କୁ x କଟିଗଲା, 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 କାଟିଦିଅ। ହେଲା, ସିଧା କାଟିଦିଅ। ଏଇଠି ମୁଁ ରିମୁଭ କରିଦଉଛି। ତାର ଗୋଟେ ଶୂନ କଟିଗଲା। ହେଲା। ଆଉ କଣ କରୁଛି? 72×36, 12×60, ରେସିଓ 12 ନୁହଁ 108। ତାହେଲେ କଣ ହେଲା? 359 ଅପସନ ଏ। ନେକ୍ସଟ କ୍ୱେଶ୍ଚନ ଦେଖିବି। A thief is spotted by policeman from a distance 300 ମିଟର। ଏଇଟା ତମର ସେକେଣ୍ଡ ଲାଷ୍ଟ କ୍ୱେଶ୍ଚନ। ବୋଧେ 35ଟା କ୍ୱେଶ୍ଚନ ତମର ପ୍ରତି ସେଟରେ ମୁଁ କହିଥିଲି 35ଟା କ୍ୱେଶ୍ଚନ କରିବା।
ତମର ଏଟା ସେକେଣ୍ଡ ଲାଷ୍ଟ କ୍ୱେଶ୍ଚन। ଦେଖ ଏଇଟା, a thief is spotted by a policeman from a distance 300 meter. When the policeman started the chase, the thief also started the run. If the speed of the thief was 15 kilometer per hour and the policeman is 18 kilometer per hour, find the distance run by the thief before he caught. ଧରା ପଡିବା ପୂର୍ବରୁ ସେ କେତେ ବାଟ ଅତିକ୍ରମ କରିଦେଇଛି। ଜଣେ ପୋଲିସ 300 ମିଟର ଦୂରରୁ ଜଣେ ଚୋରକୁ ଦେଖି ଗୋଡେଇବା ଆରମ୍ଭ କଲା ହେଲା। ସେଇ ସମୟରେ ଚୋରଟି ମଧ୍ୟ ଦୌଡ଼ିବା ଆରମ୍ଭ କଲା। ଆରେ ପୋଲିସ ଟା ଦେଖିଥିଲା ଚୋରକୁ 300 ମିଟର ଦୂରରୁ, ତାହେଲେ ଚୋରଟା ଦୌଡିବ ନା ଆଉ ଧରା ପଡିଯିବ ସାଙ୍ଗେ ସାଙ୍ଗେ। ଯଦି ଚୋରର ବେଗ 15 କିଲୋମିଟର ପ୍ରତି ଘଣ୍ଟା ଏବଂ ପୋଲିସର ବେଗ 18 କିଲୋମିଟର ପ୍ରତି ଘଣ୍ଟା ହୁଏ, ତେବେ ଧରା ପଡିବା ପୂର୍ବରୁ ଚୋରଟି କେତେ ଦୂରତା ଦୌଡି ସାରିଥିବ। ଦେଖ, ଚୋର ପୋଲିସ ଖେଳ ଭଳିଆ ଦେଖ, ଏଇଟା ହଉଛି ଥିପ୍। ଥିପ୍ ମାନେ କଣ? ଚୋର। ଏଇଟା ହଉଛି ପୋଲିସ ହେଲା। ପୋଲିସ ଆଉ ଥିପ୍ ଭିତରେ ଡିଷ୍ଟାନ୍ସ କେତେ? 300 ମିଟର। ଏଇଠି ଲେଖ 300 ମିଟର। ଥିପ୍ ର ସ୍ପିଡ କେତେ? ଚୋରର ସ୍ପିଡ କେତେ? 15 କିଲୋମିଟର per hour। 15 କିଲୋମିଟର per hour। ପୋଲିସ ଦେଖିଲା ପରେ ଚୋରଟା ଧାଇଁଲା 15 କିଲୋମିଟର per hour ସ୍ପିଡରେ। ପୋଲିସ ତାକୁ କେତେ ସ୍ପିଡରେ ଗୋଡେଇଲା ନା 18 କିଲୋମିଟର per hour। ଏଇଠି ଲେଖ 18 କିଲୋମିଟର, ମାନେ ପୋଲିସ ତାକୁ କେତେ ଗୋଡେଇଲା? 18 କିଲୋମିଟର per hour। ପୋଲିସର ସ୍ପିଡ କେତେ ନା 18 କିଲୋମିଟର per hour। ମନେକର ଏଇଠି ସେଇ ପଏଣ୍ଟଟା, ଏଇ ପଏଣ୍ଟଟି, ଏଇ ପଏଣ୍ଟଟି, ଏଇ ପଏଣ୍ଟଟି, ମନେକର ଏଇ ପଏଣ୍ଟଟି ପୋଲିସଟା ଚୋରକୁ ଧରିଦେଲା। ମିଶିଗଲେ ମାନେ କଣ? ଧରିଦେଲା ମାନେ ପୋଲିସଟା ଚୋରକୁ ଏଇଠି ଧରିଦେଲା। ତାହେଲେ ଚୋରଟା ଏଇଠିକି ଯିବାକୁ, ଏଇ ପଏଣ୍ଟଟିକି ଯିବାକୁ କେତେ ବାଟ ଅତିକ୍ରମ କରିଦେଇଛି, ମାନେ ଏଇଠୁ ଏତିକିର ଡିଷ୍ଟାନ୍ସ ଏବେ କେତେ? ଚୋରଟା ଧରା ପଡିଗଲା ଏଇଠି, ତାହେଲେ ଏଇଠିକି ଏଇଠିକି, ଏଇଠୁ ଏତିକିର ଡିଷ୍ଟାନ୍ସ କେତେ? ମାନେ ଏଇଠିକୁ ଏଇଠିକି ଯିବାକୁ ତାକୁ କେତେ ସମୟ ଲାଗିଲା? ସରି, କେତେ ଡିଷ୍ଟାନ୍ସ ମାନେ ଅତିକ୍ରମ କଲା? ହେଲା, ସମୟ ପଚାରିନି, ଡିଷ୍ଟାନ୍ସ ପଚାରୁଛି, କେତେ ଡିଷ୍ଟାନ୍ସ ଅତିକ୍ରମ କଲା। ଦେଖ, 18 12, ଏଠି 18 12, ସରି 15, 18 15, ଆଙ୍କ ଭିତରେ ଡିଷ୍ଟାନ୍ସ କେତେ? ଆଙ୍କ ଭିତରେ ଡିଫରେନ୍ସ କେତେ? 3 କିଲୋମିଟର per hour। ମାନେ ନା, ଆଙ୍କ ଭିତରେ ଡିଫରେନ୍ସ କେତେ? 3 କିଲୋମିଟର per hour। ତାହେଲେ 3 କିଲୋମିଟର per hour କାହାର ଭାଲ୍ୟୁ? 300 ୟୁନିଟର ଭାଲ୍ୟୁ। କାହାର ଭାଲ୍ୟୁ? 300 ର ଭାଲ୍ୟୁ। ଆମକୁ ଦରକାର 1 କିଲୋମିଟର per hour, 1 କିଲୋମିଟର per hour କାହାର ଭାଲ୍ୟୁ ହବ? 100 ର ଭାଲ୍ୟୁ। ହେଲା, ଆମକୁ ଦରକାର 15 କିଲୋମିଟର per hour, ତାହେଲେ 15 କିଲୋମିଟର per hour କାହାର ଭାଲ୍ୟୁ? ଚୋର କେତିକି ଯାଇଛି? ଚୋର 15 କିଲୋମିଟର ସ୍ପିଡ, 15 କିଲୋମିଟର ସ୍ପିଡ ଇଣ୍ଟୁ କେତେ? ଡିଷ୍ଟାନ୍ସ ମାନେ କେତେ ଯାଇଛି? 15 କିଲୋମିଟର per hour ଭାଲ୍ୟୁ କେତେ? 15 ଇଣ୍ଟୁ 100 ଇଜିକାଲ କେତେ ହବ? 1500। ଅପସନ ବି। ଯଦି ପୋଲିସରେ ପଚାରିଥାନ୍ତା ତାହେଲେ କଣ ହେଇଥାନ୍ତା? ପୋଲିସର ସ୍ପିଡ କେତେ? 18, 18 ଇଣ୍ଟୁ 100 ସିଧା ହେଇଥାନ୍ତା 1500। ଆମକୁ ପଚାରୁଛି ପ୍ରକୃତରେ କୋଉଟା? ଭଲ ଦେଖ, ଚୋରଟି ପଚାରୁଛି, ଚୋର ମାନେ 15 ଇଣ୍ଟୁ 100। ନେକ୍ସଟ କ୍ୱେଶ୍ଚନ। A, B, C can complete a work in 12 days, 20 days respectively. ହେଲା, 12, 15, 20 days respectively. If they started working together, but A left 3 days after start। ହେଲା, ଆମେ କାମ ଆରମ୍ଭର 3 ଦିନ ପରେ, କାମ ଆରମ୍ଭର 3 ଦିନ ପରେ ଏ ଛାଡିକି ପଳେଇଲା। ହେଲା, C left 4 days before completion of the work। C ଛାଡିକି ପଳେଇଲା କଣ? କାମ ଶେଷ ହବାର 4 ଦିନ ପୂର୍ବରୁ C ଛାଡିକି ପଳେଇଲା। How long did the work last? ତାହେଲେ କେତେ ସମୟ ପର୍ଯ୍ୟନ୍ତ କାମ ଚାଲେ? A, B, C ଗୋଟେ କାମକୁ 12, 15, 20 ଦିନରେ ଶେଷ କରିପାରନ୍ତି। ସେମାନେ ଏକାଠି କାମ ଆରମ୍ଭ କଲେ, ଏକତ୍ର କାମ କଲେ, କିନ୍ତୁ କାମ ଆରମ୍ଭର 3 ଦିନ ପରେ, କାମ ଆରମ୍ଭର 3 ଦିନ ପରେ ଏ ଛାଡିଦେଲା ଏବଂ କାମ ଶେଷ ହବାର 4 ଦିନ ପୂର୍ବରୁ, କାମ ଶେଷ ହେଇଥାନ୍ତା ମନେକର ଆଜି, 4 ଦିନ ପୂର୍ବରୁ ସି ଛାଡି ଦେଇକି ପଳେଇଲା। ହେଲା, କାମଟି ମୋଟ କେତେ ଦିନ ଚାଲିଥିଲା? ତାହେଲେ କାମଟି ମୋଟ କେତେ ଦିନ ଚାଲିଥିଲା ଦେଖ, କେମିତି ବାହାର କରି। ଆଗ ଦେଖ ଏ, ଏଠି ଲେଖ B, ଏଠି ଲେଖ C। ଏ ର କାମ ସଂଖ୍ୟା କେତେ? 12, B ର କେତେ? 15, C ର କେତେ? ନା 20। 12, 15, 20 ର ଏଲସିଏମ କେତେ? 12, 15, 20 ର ଏଲସିଏମ କେତେ? 60 ନା 30, 30 ନୁହେଁ 60। 12 5 60, 15 4 60, 20 3 60। ତାର ଦେଖ, ତାପରେ କଣ লিখেছি? ଟୋଟାଲ ଟାଇମ ଟି। ସମୟ ପଚାରିଛି ଟି, ଟି ଇଜିକାଲ ଟୁ, ଦେଖ ଟୋଟାଲ କେତେ? 60, 60 ଟୋଟାଲ କଲେ କେତେ? 60। ହେଲା, ୱାର୍କ ଲେଖିଦିଅ 60 ମାଇନସ ଏ କେତେ ଦିନ କାମ କରିଛି ଦେଖ। ଏ ଲେଫ୍ଟ 3 days after the completion of
କାମ ଆରମ୍ଭର 3 ଦିନ ପରେ ଏ ଛାଡିକି ପଳେଇଲା। ତାହେଲେ ଏ କେତେ ଦିନ କାମ କରୁଛି? 3 ଦିନ। ତାହେଲେ 3 ଦିନ ଏ କାମ ଯୋଉ କରିଦେଇଛି, ତାହେଲେ 3 ଦିନ କାମକୁ ଏ ର ମାଇନସ କରିଦେ 3 ହେଲା। ତାପରେ କଣ କରିବା? ଦେଖ, ସି ଲେଫ୍ଟ 4 days ବିଫୋର ଦ କମ୍ପ୍ଲିଟେସନ ଅଫ ୱାର୍କ। କାମ ଶେଷ ହବାର 4 ଦିନ ପୂର୍ବେ, କାମ ଶେଷ ହବାର 4 ଦିନ ପୂର୍ବେ ସି ଛାଡିକି ପଳେଇଲା। ତାହେଲେ ସି ର କାମ ତ ରହିଗଲା ନା। ସି 4 ଦିନ କାମ କରିଥାନ୍ତା ଯଦି ତା କାମ ସରିଯାଇଥାନ୍ତା, କିନ୍ତୁ 4 ଦିନ ପୂର୍ବେ ସେ ପଳେଇଲା। ତାହେଲେ ସି ର କାମକୁ ଆମେ ଆଡ କରିଦବା। ସି 4 ଦିନ ଯଦି କାମ କରୁଥାନ୍ତା, କାମ ତ ସରିଯାଇଥାନ୍ତା, କିନ୍ତୁ ସେ 4 ଦିନ ପୂର୍ବରୁ ପଳେଇଲା। ତାହେଲେ ସି କାମ ରହିଗଲା। ସି କାମ ଆଉ ଗୋଟେ କିଏ କରିବ? ତାହେଲେ ସି ଇଣ୍ଟୁ 4, 4 ଦିନ କାମ ବାଇ କାମ ଯାଇନି କି ଆଉ, ଏ ପଳେଇଲା, ସି ପଳେଇଲା, ଯାଇନି କି ଆଉ, ବି। ସିଧା ଲେଖ ବି ହେଲା। 60 ମାଇନସ 3 ଇଣ୍ଟୁ ଏ ର ଏଫିସିଏନ୍ସି କେତେ? ଏ ର ଏଫିସିଏନ୍ସି କେତେ? 5। 60 ମାଇନସ 15 ମିଶାଣ ସି ର ଏଫିସିଏନ୍ସି କେତେ? ସି ର ଏଫିସିଏନ୍ସି କେତେ? 3, 3 ଚଉକୁ 12 ବାଇ ବି ର ଏଫିସିଏନ୍ସି କେତେ? 4 ମିଶାଣ ମିଶାଣ କଣ ପାଇଁ? ଦେଖ, ଏଇଠି ସି କୁ ଆମେ ଆଡ କଲେ, ଆର ହଁ ନା ନାଇଁ? ସି ର କାମକୁ ଆଡ କରେ, ଯେମିତି ସି ର କାମକୁ ଯଦି ଆଡ କଲେ, ସି ର ଏଫିସିଏନ୍ସି ବି ଆଡ କରିବା। ଆରେ ସି ର ଏଫିସିଏନ୍ସି ଅନୁସାରେ କାମ କଲେ ଯାଇ କାମ ସରିବ ନା ଏତିକି ଦିନରେ। ସି ଛାଡିକି ପଳେଇଲା, କିନ୍ତୁ ସି ଛାଡିକି ପଳେଇଲା। ସି ର କାମକୁ ଆମେ ଆଡ କଲେ, ସି ର ଏଫିସିଏନ୍ସି ମଧ୍ୟ ଆଡ କରିବା। ସି ର ଏଫିସିଏନ୍ସି କେତେ? 3 ହେଲା। ଏଠି ଲେଖେ 3। କେତେ ହବ ଏଟା? 60 ମାଇନସ 12 63 ବାଇ 4 3 କେତେ? 7। ଅପସନ ଡି। ଲାଷ୍ଟ କ୍ୱେଶ୍ଚିନ୍, ଏଇଟା ତମର ବୋନସ୍ କ୍ୱେଶ୍ଚିନ୍, ତମେ ଭାବିଥିବ ଏଟା ସରିଗଲା ବୋଲି। ନାହିଁ, ଲାଷ୍ଟ କ୍ୱେଶ୍ଚିନ୍ ବୋନସ୍ କ୍ୱେଶ୍ଚିନ୍ ହେଲା। ଦେଖ ଏଇ କ୍ୱେଶ୍ଚିନ୍ ଟା କଣ? ଏଇ କ୍ୱେଶ୍ଚିନ୍ ଟା ତମେ କୋଉଠି ବି କୋଉ ସେଟ୍ ରେ ପଢିନଥିବ, କୋଉଠି ବି ପଢିନଥିବ। ଏସବୁ କ୍ୱେଶ୍ଚିନ୍ ଟା କେହି କରିନାହାନ୍ତି। ଦେଖ ଏଇ କ୍ୱେଶ୍ଚିନ୍ ଟା ପ୍ରକୃତରେ କଣ ଅଛି? X and Y complete a task in 14 days. Y and Z in 18 days. X work for 6 days, Y work for 80 days, and Z work for 12 days to complete it. How many days Z alone complete the work? X and Y କାମକୁ 14 ଦିନରେ, Y and Z 18 ଦିନରେ ସମ୍ପୂର୍ଣ୍ଣ କରନ୍ତି। X 6 ଦିନ, Y 8 ଦିନ, Z 12 ଦିନ କାମ କରି କାମଟି ସମ୍ପୂର୍ଣ୍ଣ କରେ ହେଲା। ତେବେ Z ଏକାକୀ କେତେ ଦିନରେ କାମଟି କରିପାରିବ? ଏହା କେମିତି କରିବା? X and Y complete a task in 14 days, ମାନେ x plus y ଲେଖିଦିଅ ଏଠି। x plus y କେତେ ଦିନ କାମ କରୁଛି? 14 ଦିନ କାମ କରୁଛନ୍ତି, ଏଇ ଲେଖ 14। y and z, y plus z କେତେ ଦିନ କାମ କରୁଛନ୍ତି? ନା 18 ଦିନରେ। x and y 14 ଦିନ କାମ କରୁଛନ୍ତି, x y plus z 18 ଦିନ କାମ କରୁଛନ୍ତି। 14 18 LCM କେତେ? ଏଇଟାକୁ କଣ କହନ୍ତି? ଟୋଟାଲ ଟାଇମ। ଏଠି ଆମେ ଲେଖିବା ଏଫିସିଏନ୍ସି, ଏଠି ଯାହା ଲେଖିବା ଟୋଟାଲ ୱାର୍କ। 14 18 LCM କେତେ? କେତେ 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 କେତେ? 14 ଚଉକୁ 96, 18 ଚଉକୁ 72, କେତେ କିଛି ବାହାର କରିବା। ଦେଖ 14 7 ଇଣ୍ଟୁ 2 ଆସିଲା 14 ଇଣ୍ଟୁ 18 ଦରକାର 9 ଗୁଣିତ ସିଧା 9 ଦୁଗୁଣ 18 ସଂଖ୍ୟା କେତେ? 126। କେତେ ହବ? 126 ହେଲା। 14 ନୂଆ 18 70 ହେଲା। ଏଲସିଏମ କେତେ ହବ? 126 14 ନୂଆ 126। ଏବେ କଣ ଦେଇଛି ଦେଖ, ସି ଏକ୍ସ ୱାର୍କ ଫର 6 ଡେଜ। ଏବେ ଏକ୍ସ କୁ 6 ଦିନ ପାଇଁ କାମ କର, 6x ମିଶାଣ y ୱାର୍କ ଫର 80 ଡେଜ। y କୁ 8 ଦିନ ପାଇଁ କାମ କର, y ଇଣ୍ଟୁ 8 ହେଲା। ତାପରେ କଣ ନା ଜେଡ ୱାର୍କ ଫର 12 ଡେଜ। 12 ଡେଜ ଇଜିକାଲ କେତେ ହବ? 126। ଏମାନେ ସବୁ ମିଶିକି କାମ କରିବେ, ଯାହା ଫଳରେ କଣ 126 ୟୁନିଟ କାମ ହବ। ଏଠି 12 12 12 ହେଲା। ଏମାନେ ସବୁ ମିଶିକି କାମ କରିବେ, ଯାହା ଫଳରେ 126 ୟୁନିଟ କାମ କରିବ। ମାନେ x 6 ଦିନ ପାଇଁ କାମ କରିବ, y 8 ଦିନ ପାଇଁ କାମ କରିବ, ଜେଡ ଜେଡ 12 ଦିନ ପାଇଁ କାମ କରିବ। ଏତିକି ଦିନ କାମ କରିକି ଯାଇକି 126 ଦିନ କାମ ହବ। ଏବେ ଦେଖ କଣ କରିବା? ଦେଖ ଏଠି ଏଇଠି 6x ଅଛି ହେଲା। ଏଇଠି କେତେ ଅଛି? 80y। ଏଇଠି 80y। ତାହେଲେ y 6 ଦିନ ପାଇଁ x ସହିତ ମିଶିକି କାମ କରିବ। ଆରେ x 6 ଦିନ ପାଇଁ କାମ କରିବ, ପୁଣି y କେତେ ଦିନ କାମ କରିବ? y ପ୍ରକୃତରେ 8 ଦିନ ପାଇଁ କାମ କରିବ, କିନ୍ତୁ x ସହିତ 6 ଦିନ ପାଇଁ ମିଶିକି କାମ କରିବ। ତାହେଲେ ଏଇଠି ଲେଖିପାରିବି 6y ମିଶାଣ y ର କେତେ ଦିନ ରହିଗଲା? 2y ରହିଗଲା।
ୱାଇ ଟୋଟାଲ କେତେ ଦିନ କାମ କରିବ? 8 ଦିନ କାମ କରିବ। ସେ ଏକ୍ସ ସହିତ ମିଶିକି 6 ଦିନ କାମ କଲା। ତାହେଲେ ଆଉ କେତେ ଦିନ କାମ ରହିଗଲା? 2 ଦିନ କାମ ରହିଗଲା, 2y ରହିଲା। ତାପରେ ୱାଇ କାମ ସରିଗଲା 8 ଦିନ। ଏବେ ଜେଡ କଥା ଦେଖିବା, ଜେଡ କେତେ ଦିନ କାମ କରିବ? 12 ଦିନ କାମ କରିବ। କିନ୍ତୁ ୱାଇ ସହିତ ମିଶିକି କେତେ ଦିନ କାମ କରିବ? 2 ଦିନ କାମ କରିବ। ତାର ମାନେ ୱାଇ ଦିନ ମିଶିକି 2 ଦିନ କାମ କରିବ। ତାପରେ କଣ ହବ? ନା ଜେଡ 2 ଦିନ କାମ କରିସାରିଲା ୱାଇ ସହିତ ମିଶିକି, ଆଉ ରହିଲା କେତେ? 10 ଜେଡ ଆଉ 10 ଦିନ କାମ କରିବ। ଇଜିକାଲି କେତେ ହବ? 126। ହେଲା, ଏଠି କମନ ହେଇଯିବ 6 ହୋଲ ଇଣ୍ଟୁ ଏକ୍ସ ପ୍ଲସ ୱାଇ ମିଶ୍ରଣ। ଏଠି କଣ ହେଇଗଲା? ନା 2 ହୋଲ ଇଣ୍ଟୁ ୱାଇ ପ୍ଲସ ଜେଡ ଇଜିକାଲି କେତେ ହେଇଗଲା? ମିଶ୍ରଣ 10 ଜେଡ 10 ଜେଡ ଇଜିକାଲି କେତେ? 126। 6 ଏକ୍ସ ପ୍ଲସ ୱାଇ ର ଭ୍ୟାଲୁ କେତେ? ଏକ୍ସ ପ୍ଲସ ୱାଇ ଏଠି 9, 6 ଇଣ୍ଟୁ 9 ମିଶ୍ରଣ 2 ଇଣ୍ଟୁ ୱାଇ ପ୍ଲସ ଜେଡ କେତେ? ୱାଇ ପ୍ଲସ ଜେଡ 7, 24। 6 ନୂଆ କେତେ? 54, 7 ଦୁଗୁଣେ କେତେ? 14, 10 ଜେଡ ଇଜିକାଲି କେତେ ହବ? 126। ହେଲା, 54 14 ମିଶିଲେ କେତେ? 4 4 8, 5 1 9, 5 1 6, 68 ମିଶ୍ରଣ 10 ଜେଡ ଇଜିକାଲି କେତେ ହବ? 126। ହେଲା, ଏପଟେ କରୁଛୁ ମୁଁ। ତାହେଲେ ଏଟା କେତେ ହବ? 10 ଜେଡ ଇଜିକାଲ କେତେ ହବ? ଏଟା ଫେଡ ହବ। 16 ରୁ 8 ଗଲେ କେତେ? 8, ଏଠୁ 16 8 ଗଲେ 8, ଏଠି କେତେ ରହିଲା? 11, 11 6 ଗଲେ କେତେ? 5। ତାହେଲେ ଜେଡ ର ଏଫିସିଏନ୍ସି କେତେ ବାହାରିଲା? 5.8। ଜେଡ ର ଏଫିସିଏନ୍ସି କେତେ ବାହାରିଲା? 5.8। ତାହେଲେ ଟୋଟାଲ ଟାଇମ ଅଫ ଜେଡ ଇଜିକାଲ ଟୁ ଟୋଟାଲ ର କେତେ? 126 ୱାର୍କ ଅପନ ଏଫିସିଏନ୍ସି ମାନେ 126 ବାଇ 5.8। ଏଇଟା ତମେ ଯଦି ବିଭାଗ କରିବ ତମର ଆନ୍ସର ବାହାରିବ ନିୟରଲି 22 ଦିନ। 21 ପଏଣ୍ଟ ସମଥିଙ୍ଗ ଆସିବ, 21 ପଏଣ୍ଟ ସମଥିଙ୍ଗ ସମଥିଙ୍ଗ ଆସିବ। ଟାଇମ ହେଇଗଲାଣି ଆଉ ତ ହରି ହବନି, ତମେ ହରିକି ଚେକ୍ କରିବ। ନିୟରଲି ଆସିବ କେତେ? 22 ଦିନ। ଅପସନ ବି। ହେଲା, ଆନ୍ସର କେତେ ବାହାରିଲା? 22 ଦିନ। ତ ଏଇ ଟାଇପର ତମର କୋଶ୍ଚିନ୍ ପଡିବନି। ଏଇଟା ତ ସିଜିଏଲ ର ବୋଧେ, ଏଇଟା ସିଜିଏଲ ର କୋଶ୍ଚିନ୍ ଏଇଟା। ହେଲା, ସେଣ୍ଟ୍ରାଲ ସିଜିଏଲ ର କୋଶ୍ଚିନ୍ ଏଇଟା। ଏଇ ଟାଇପର ତମ କୋଶ୍ଚିନ୍ ଓଡିଶାରେ ଆସିବନି, ପିଓ ରେ ଆସିବନି। ତ ଏଇଟା ତ ଯୋଉମାନେ ତ ନ ବୁଝିପାରିଲା ଆଉ ଥରେ ମୁଁ ଏଇ କୋଶ୍ଚିନ୍ ଟା ପରେ ମୁଁ ରିପିଟ କରିବି। ହେଲା, ଯଦି କମେଣ୍ଟ ବକ୍ସରେ ଜଣେଇବ ଯୋଉଟା ମାନେ ଯୋଉ ନ ବୁଝିଲେ ଏଇଟା ବି ମୁଁ ରିପିଟ କରିପାରିବି। ହେଲା, ତ ଏତିକ ଥିଲା ଆଜି ଆମର ସେକ୍ସନ। ହେଲା, ଭାବୁଛି ସମସ୍ତେ ଭଲରେ ବୁଝିପାରିଥିବ। ହେଲା, କୋଶ୍ଚିନ୍ ଟା ଟିକେ ଇଜି ଥିଲା। ତ ରହୁଛି କଣ ଆଉ କଣ, ଯୋଉ ଭିଡିଓଟିକୁ କଣ ଯୋଉ ଲାଇକ୍ କରିଦବ, ଚ୍ୟାନେଲକୁ କଣ ସବସ୍କ୍ରାଇବ ମଧ୍ୟ କରିବ, ସେୟାର ମଧ୍ୟ କରିବ ତମ ଭିଡିଓକୁ। ହେଲା, ତ ରହୁଛି ନେକ୍ସଟ ଭିଡିଓରେ ଦେଖ।